କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆମର 14ତମ ଶ୍ରୀ ଅରବିନ୍ଦ ଧ୍ୟାନ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଯେଉଁ ଶିବିର ଚାଲିଥିଲା ଆଜି ତାର ଅନ୍ତିମ ପର୍ଯ୍ୟାୟ ଏବଂ ଗୋଟେ ଦିନର କାର୍ଯ୍ୟକ୍ରମ ଥିଲା ଏବଂ ଶେଷ ପର୍ଯ୍ୟାୟରେ ଆମେ ଆସି ଉପନୀତ ହୋଇଛୁ। ପାଗର ପ୍ରତିକୂଳ ପରିବେଶରେ ମଧ୍ୟ ଏହି କାର୍ଯ୍ୟଟି ସମ୍ପାଦନ ହେଉଛି। ଏରକମ ମଧ୍ୟ ଆମେ ଭାବି ନେବା କି ମାଙ୍କର କରୁଣା ଏବଂ ମୁଁ ଆଜିର ଯେଉଁ ବିଷୟ ଗୁଡ଼ାକ ଅଛି ସେଇ ବିଷୟରେ ଟିକେ ଆପଣମାନଙ୍କୁ ସମ୍ୟକ ଧାରଣା ଦେଉଛି। ସେ ବିଷୟ ଗୁଡ଼ିକ ହେଲା, ପ୍ରଥମଟି ହେଲା ମାନବ ଜନ୍ମର ଉଦ୍ଦେଶ୍ୟ ଏବଂ ଆଉ ଗୋଟେ ଯେଉଁ ବିଷୟ ଅଛି এই ମାନବ ଜୀବନର ଜନ୍ମର ଉଦ୍ଦେଶ୍ୟ ଆମର ଆଲୋଚନା କରିବେ ଶ୍ରୀ ବିଶ୍ୱମ୍ବର ଭାଇ ସୁନ୍ଦରଗଡ଼ ଏବଂ ଦିବ୍ୟ ଜୀବନର ବଞ୍ଚିବାର ଉପାୟ এই ବିଷୟକୁ ଆଲୋଚନା କରିବେ ଆମର ପ୍ରିୟ ଅଜୟ ଭାଇ। ସେ କାଲିଠାରୁ ଆମ ଗାଁରେ ଅଛନ୍ତି ଏବଂ ବିଭିନ୍ନ ବିଷୟରେ ସେ ତାଙ୍କର ଆଲୋଚନା ଚଳାଇଛନ୍ତି ଏବଂ ଆମେମାନେ ବର୍ତ୍ତମାନ ଜୀବନର ଲକ୍ଷ୍ୟ সেই ବିଷୟରେ ଯିବା ଆଗରୁ ମୁଁ ଆମ ଗାଁର ମନୀଷା ବାବୁଙ୍କୁ ଅନୁରୋଧ କରୁଛି ସେ ଏକ ମାତୃ ସଙ୍ଗୀତ ପରିବେଷଣ କରିବେ। বিপদি ডাকিবি মা, সম্পদি ডাকিবি মা, বিপদি ডাকিবি মা, সম্পদি ডাকিবি মা, দিবানিশি একা নাম, দিবানিশি একা নাম মা, বিপদি ডাকিবি মা, সম্পদি ডাকিবি মা, বিপদি ডাকিবি মা, সম্পদি ডাকিবি মা, মা নামে ଅଛି পরা সকতি পসরা, মা নাম জীবনর সোনামতি হীরা, মা নামে ଅଛି পরা সকতি পসরা, মা নাম জীবনর সোনামতি হীরা, অহরহ একা নাম, অহরহ একা নাম মা, বিপদি ডাকিবি মা, সম্পদি ডাকিবি মা, বিপদি ডাকিবি মা, সম্পদি ডাকিবি মা, মা রূপ দেখুথিবি মোর নয়ନରେ,
ମା ନାମ ଜପୁଥିବି ମନ ହୃଦୟରେ, ମା ରୂପ ଦେଖୁଥିବି ମୋର ନୟନରେ, ମା ନାମ ଜପୁଥିବି ମନ ହୃଦୟରେ, ସେ ମନ୍ତ୍ର ଏକ ନାମ, ସେ ମନ୍ତ୍ର ଏକ ନାମ, ମା বিপদে ডাকিবি মা, সম্পদে ডাকিবি মা, বিপদে ডাকিবি মা, সম্পদে ডাকিবি মা, দিবানিশি এক নাম, দিবানিশি এক নাম, মা বিপদে ডাকিবি মা, সম্পদে ডাকিবি মা, বিপদে ডাকিবি মা, সম্পদে ডাকিবি মা। ବର୍ତ୍ତମାନ ଯେଉଁ ବିଷୟରେ ଆଲୋଚନା ହେବ ସେ ବିଷୟରେ ସାମ୍ୟକୁ ମୁଁ ସୂଚନା ପ୍ରଦାନ କରୁଛି। ଆମ ଜୀବନର ଲକ୍ଷ୍ୟ କ'ଣ? ମନୁଷ୍ୟ ଜନ୍ମଟିଏ ପାଇଛୁ ଆମେ, ଏବଂ ଏହି ମନୁଷ୍ୟର ଜନ୍ମର ଯଥାର୍ଥତା କ'ଣ, କାହିଁକି ଆମେ ଜନ୍ମଗ୍ରହଣ କରିଛୁ, କ'ଣ ଉଦ୍ଦେଶ୍ୟ ଅଛି, ତାର ବିଷୟରେ ଆମେ ଜାଣିବା ଆଗରୁ ଗୋଟେ ଜିନିଷ ବୁଝିବାକୁ ହେବ। ଆମେ ଯଦି ଗୋଟେ ଷ୍ଟୁଡେଣ୍ଟକୁ ପଚାରିବା ହ୍ୱାଟ୍ ଇଜ୍ ୟୋର ଏମ୍ ଅଫ୍ ଲାଇଫ୍, ସେ ନିଶ୍ଚିତ ଭାବରେ କହିବ ମୁଁ ଜଣେ ଡକ୍ଟର ହେବି, କିମ୍ବା ଇଞ୍ଜିନିୟର ହେବି, କିମ୍ବା ସାଇଣ୍ଟିଷ୍ଟ ହେବି, କିମ୍ବା IAS ଅଫିସର ହେବି, ଏସବୁ ବିଷୟରେ ସେ ନିଶ୍ଚିତ ଭାବରେ କହିବ। କିନ୍ତୁ ପ୍ରକୃତିରେ ଆମେ ଯଥାର୍ଥତାରେ ଦେଖିବାକୁ ଗଲେ ଏହିସବୁର ଅର୍ଥ ହିଁ ନିରର୍ଥକର କାରଣ ଅଟେ। ଆମେ ଯେଉଁ ଉଦ୍ଦେଶ୍ୟରେ ପୃଥିବୀ ପୃଷ୍ଠକୁ ଆସିଛୁ ଏବଂ କାହିଁକି ଆସିଛୁ ସେହି ବିଷୟରେ ଥରେ ମାଙ୍କୁ ପଚରା ଯାଇଥିଲା, ଏବଂ ମା ତାର ଉଦ୍ଦେଶ୍ୟ ବିଷୟରେ କହିଥିଲେ। ମା କହିଥିଲେ କି ଯେ କ'ଣ, ମାଙ୍କୁ କ୍ୱେଶ୍ଚନ କରାଯାଇଥିଲା କ'ଣ ଭଗବାନ ତୋ ଜୀବନର ଏକମାତ୍ର ସତ୍ୟ, ଏପରି ତାଙ୍କୁ ଛାଡ଼ି ତୋ ପକ୍ଷେ ବଞ୍ଚିବା ସମ୍ଭବ ନୁହେଁ। ତୁ କ'ଣ ଅନୁଭବ କରୁ ଯେ ତୋର ଜୀବନର ଯଥାର୍ଥ କାରଣ ଏକମାତ୍ର ଭଗବାନ ଏବଂ ତାଙ୍କ ଛଡ଼ା ତୋର ବଞ୍ଚିବାର କୌଣସି ଅର୍ଥ ନାହିଁ। ଯଦି ଏହାକୁ ହିଁ ହୁଏ, କୁହାଯାଇପାରେ ତୁ ଯୋଗ ସାଧନା ସକାଶେ ଆହ୍ୱାନ ପାଇଯାଇଛୁ। ମାନେ ଏଇଟା ଯେଉଁ ଉଦ୍ଦେଶ୍ୟରେ ଯେଉଁ ପଢ଼ା ହେଲା, ଆମେ ଯଦି ଯୋଗ କରିବାକୁ ପ୍ରକୃତରେ ଚାହୁଁଛୁ, ହେଲେ ଭଗବାନ ଯେପରି ଆମ ବଞ୍ଚି ରହିବା ପାଇଁ ଯେପରି ଅମ୍ଳଜାନ ନିହାତି ଦରକାର ଏବଂ ଅମ୍ଳଜାନ ବିନା ଆମେ ବଞ୍ଚି ପାରିବା ନାହିଁ, ସେହିପରି ଆମେ ଯଦି ଅନୁଭବ କରିବା ମାଙ୍କର ବିନା ମୋର ବଞ୍ଚିବାର କୌଣସି ଯଥାର୍ଥତା ନାହିଁ। ଏବଂ ଜୀବନର ଲକ୍ଷ୍ୟକୁ ଯଦି ପଚରାଯିବ, ତାହେଲେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଯଦି ସେହି ଉଦ୍ଦେଶ୍ୟରେ ଆମେ ଅର୍ଥରେ ବହୁତ ଗୁଡ଼େ ଶକ୍ତିଶାଳୀ ବ୍ୟକ୍ତିଟିରେ ପରିଣତ ହେଇଲା, ମାନେ ଆମ ପାଖରେ ବହୁତ ପରିମାଣରେ ପଇସା ହେଲା ମନେ କରୁ, କିନ୍ତୁ ସେଇଗୁଡ଼ାକ ମଧ୍ୟ ଜୀବନର ଶେଷ ମୁହୂର୍ତ୍ତରେ କିଛି କାମକୁ ଆସିନଥାଏ ଏବଂ କେବଳ ଗୋଟେ ଜିନିଷ କାମକୁ ଆସିଥାଏ, ଯେଉଁ ଭଗବାନ ସ୍ୱରୂପ ଆମ ଶରୀରରେ ବିଦ୍ୟମାନ ଅଛି, ସେହି ବିଦ୍ୟମାନ ଯେଉଁ ଚୈତ ସତ୍ତା ଶ୍ରୀ ଅରବିନ୍ଦଙ୍କର ଭାଷାରେ କୁହାଯାଏ, ସେହି ଚୈତ ସତ୍ତାକୁ ଆବିଷ୍କାର କରିବା ଏବଂ ଚୈତ ସତ୍ତା ନିର୍ଦ୍ଦେଶରେ ଆମେ ଯଦି ଆମର ଜୀବନକୁ ପରିଚାଳିତ କରିବା, ତାହେଲେ ଆମେ ଜୀବନର ଲକ୍ଷ୍ୟ ବିଷୟରେ ବୁଝିପାରିବା। ତେଣୁ ମା ପୁସ୍ତକର ମଧ୍ୟ 3ୟ ଅଧ୍ୟାୟରେ ଏହି ବିଷୟରେ କୁହାଯାଇଛି, ଭଗବତ ସେବା ହିଁ ମାନେ ଆମର ଜୀବନର ଲକ୍ଷ୍ୟ ଅଟେ ଏବଂ ଭଗବତ କର୍ମ ପାଇଁ ହିଁ ଆମକୁ ଆମର ଜୀବନ ଦିଆଯାଇଛି। ଆଉ କିଛି ଆକାଂକ୍ଷା କର ନାହିଁ, କେବଳ ଦିବ୍ୟ ଚେତନାର ବିଶୁଦ୍ଧି ଶକ୍ତି ଏବଂ ବିଷୟରେ ଆସ୍ପୃହା କର। ହେଲେ ଏଇ ଯୁଗ ପଥରେ ଯିବାକୁ ହେଲେ ବା ଆମର ଯେଉଁ ଚୈତ ସତ୍ତାକୁ ଖୋଜିବାକୁ ହେଲେ
ଆମକୁ ବିଭିନ୍ନ ମାର୍ଗରେ ଯିବାକୁ ପଡ଼ିବ ଏବଂ ବିଭିନ୍ନ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ। ବିଭିନ୍ନ ଘାତ ପ୍ରତିଘାତ ଆସିପାରେ, କିନ୍ତୁ ସେଥିପାଇଁ ପୃଥିବୀ ପୃଷ୍ଠରେ ଶ୍ରୀମାନ ଏବଂ ଶ୍ରୀ ଅରବିନ୍ଦଙ୍କର ଯେଉଁ ପଥ ପ୍ରଦର୍ଶନ କରିଯାଇଛନ୍ତି ସେହି ପଥ ମଧ୍ୟରେ ତିନୋଟି ମୁଖ୍ୟ ଜିନିଷ ହେଲା ଆସ୍ପୃହା କରିବା। ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚିବା ପାଇଁ, ରହିବା ପାଇଁ ଆମକୁ କ'ଣ ଜିନିଷ ଦରକାର, ଯାହାକି ଆମକୁ ବଞ୍ଚିବାର ଯଥାର୍ଥ ଜୀବନର ଉଦ୍ଦେଶ୍ୟ ବିଷୟରେ ସେ ବୁଝିପାରିବ। ପ୍ରତ୍ୟେକଟି ମୁହୂର୍ତ୍ତରେ ମାଙ୍କ ନାମ ଉଚ୍ଚାରଣ କରୁଥିବା, ଖାଇବା ସମୟରେ ହେଉ କିମ୍ବା ଶୋଇବା ସମୟରେ ହେଉ କିମ୍ବା ପଢ଼ିବା ସମୟରେ ହେଉ, ଯେକୌଣସି କର୍ମ ସମୟରେ ଆମେ ଯଦି ମାଙ୍କୁ ଠିକ୍ ଭାବରେ ଯଦି ମନେ ପକାଇ ପାରୁଥିବା, ଆସ୍ପୃହା କରୁଥିବା ସିନସିୟରିଟି ହିସାବରେ, ସିନସିୟରଲି, ତାହେଲେ ଆମେ ଯୋଗର ପଥରେ ଅଗ୍ରସର ଅଛୁ ବୋଲିକି ବା ଚେତନା ସ୍ତରର ଟିକେ ଅଗ୍ରସର ହୋଇଛୁ ବୋଲିକି ବୁଝା ପଡ଼ିଯିବ। ତାପରେ ମା କହିଲେ କି ଯେ ସେକେଣ୍ଡଟା ଆସିଲା ପ୍ରତ୍ୟାଖ୍ୟାନ, ଆସ୍ପୃହା, ପ୍ରତ୍ୟାଖ୍ୟାନ ଏବଂ ସମର୍ପଣ। এই ତିନୋଟି ପ୍ରତ୍ୟାଖ୍ୟାନ କ'ଣ ଅଛି? ଆମର ଯେଉଁ ବିଭିନ୍ନ ଗତିବୃତ୍ତି ଗୁଡ଼ିକ ଅଛି, ଯେଉଁ ଭାବନା ଅଛି, ସକଳ ବୃତ୍ତି ଅଛି ବା ଯେଉଁ ଭାବନା ଗୁଡ଼ିକ ଯାହାକୁ କି ଆମକୁ ଫଳସ୍ୱରୂପ ଠାରୁ ଆସିଥାଏ, ଯେଉଁ ଅଦିବ୍ୟ ଶକ୍ତି ଠାରୁ ଆସିଥାଏ, ସେହି ଅଦିବ୍ୟ ଶକ୍ତି ଠାରୁ କିପରି ଚିହ୍ନିବା ଏବଂ ତାକୁ ପ୍ରତ୍ୟାଖ୍ୟାନ କରିବା। ବା ଆମର ଯେଉଁ କ୍ଷୁଦ୍ର ବାସନା ଗୁଡ଼ିକ ରହିଛି, ମାନେ ପଇସା ରୋଜଗାର କରିବା କିମ୍ବା କାମନାରେ ଜଡ଼ିତ ରହିବା କିମ୍ବା ମେଟେରିଆଲିଷ୍ଟିକ ଜଗତରେ ବାସ କରିବା, ଏସବୁ ଗୁଡ଼ିକ ପ୍ରତ୍ୟାଖ୍ୟାନ କରିବା ଏବଂ ଯେଉଁ ଉଦ୍ଦେଶ୍ୟରେ ଜୀବନ ଦିଆଯାଇଛି ସେହି ଉଦ୍ଦେଶ୍ୟକୁ ବଞ୍ଚିବା ପାଇଁ ଚେଷ୍ଟା କରିବା। ଏବଂ ତୃତୀୟରେ ଅଛି ସରେଣ୍ଡର ବିଷୟରେ, ସମର୍ପଣ। ଯେତେବେଳେ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପରେ ସମର୍ପଣ ହୋଇନାହିଁ ସେତେବେଳେ ପର୍ଯ୍ୟନ୍ତ ଆମେ ଯୋଗ, ଶ୍ରୀ ଅରବିନ୍ଦଙ୍କର ଯୋଗ କରିବା ସମ୍ଭବ ନୁହେଁ। କାରଣ ସମର୍ପଣର ଯୋଗ ହିଁ ଆରମ୍ଭ ହୋଇଥାଏ ଏବଂ ସମର୍ପଣରେ ହିଁ ଏହାର ଶେଷ ହୋଇଥାଏ। ତେଣୁ ଆମେ ସମର୍ପଣ ବିନା କୌଣସି କାର୍ଯ୍ୟକୁ ଅଗ୍ରଗତି କରିପାରିବା ନାହିଁ। ସେହି ଉଦ୍ଦେଶ୍ୟରେ ବର୍ତ୍ତମାନ ଯେଉଁ ବିଷୟ ଗୁଡ଼ାକ ଅଛି, ମାନେ ଆଜିର ଜୀବନର ଲକ୍ଷ୍ୟ, ମୋ ମାନବ ଜୀବନର ଲକ୍ଷ୍ୟ ବିଷୟରେ ମୁଁ ବର୍ତ୍ତମାନ ଆମର ପ୍ରିୟ ବିଶମ୍ବର ଭାଇଙ୍କୁ ଅନୁରୋଧ କରୁଛି, ସେ ଆସି ଏହି ବିଷୟରେ ଆଲୋଚନା କରିବେ ଏବଂ ବିଭିନ୍ନ ମାଧ୍ୟମକୁ ପ୍ରଦର୍ଶନ କରିବେ। ଭାଇଙ୍କୁ ମୁଁ ଅନୁରୋଧ କରୁଛି, ଭାଇ ଆସନ୍ତୁ। କରୁଣାମୟୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଆଜି ଏହି ସନ୍ଧ୍ୟା ଅଧିବେଶନରେ ଉପସ୍ଥିତ ଥିବା ସମସ୍ତ ଅପା ଭାଇଙ୍କୁ ମୋର ଶୁଭେଚ୍ଛା, ବନ୍ଦେ ମାତରମ୍। ଆଜିର ଆଲୋଚନାର ବିଷୟ ମାନବ ଜନ୍ମର ଉଦ୍ଦେଶ୍ୟ। ଆମେ ଜାଣିଛନ୍ତି ଯେ ମଣିଷ ଜନ୍ମଟି ଏକ ଦୁର୍ଲଭ ଦାନ। ମାନେ କେତେ କେତେ ପଶୁ, ପକ୍ଷୀ, କୀଟ, ପତଙ୍ଗ, ଜୀବ ସବୁ ଜନ୍ମଗ୍ରହଣ କରିଛନ୍ତି ପୃଥିବୀ ପୃଷ୍ଠରେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଜୀବ ଭାବରେ ଶ୍ରୀ ଅରବିନ୍ଦ ବା ଭଗବାନ ମଣିଷକୁ ସୃଷ୍ଟି କରିଛନ୍ତି। ଆଉ ସେ ଭଗବାନଙ୍କ ହାତରେ ମଣିଷର ଜନ୍ମ ଆଉ ମୃତ୍ୟୁଟା ଅବଶ୍ୟ 100% ଭଗବାନଙ୍କ ହାତରେ ନାହିଁ। କାରଣ କିଏ ବିଷ ପିଇକି ମରିଯାଉଛି, କିଏ ନଦୀରେ ଡେଇଁକି ମରିଯାଉଛି, କିଏ ଟ୍ରେନ ଲାଇନରେ ଡେଇଁକି ପଡୁଛି, କିନ୍ତୁ ଜନ୍ମଟା ଭଗବାନଙ୍କ ହାତରେ। ବିନା ଭଗବାନଙ୍କ ଦୟାରେ ମାନେ ପୃଥିବୀ ପୃଷ୍ଠକୁ କୌଣସି ଜୀବ ବା ଜନ୍ମଗ୍ରହଣ କରିପାରିବନି। ଯଦି ଭଗବାନଙ୍କ ହାତରେ ନଥାନ୍ତା ଆଜି ଆମ ସଂସାର ଭିତରେ କେହି ଅପୁତ୍ରିକ ରହନ୍ତେନି। ତେଣୁ ଜନ୍ମଟା ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କର ଦାନ, ଭଗବାନଙ୍କ ନିର୍ଦ୍ଦେଶରେ ଥାଏ। ତାପରେ ଆମେ ଜନ୍ମଗ୍ରହଣ କଲେ ଚିରାଚରିତ ପଦ୍ଧତିର ସେଇ ମାନେ ସୃଷ୍ଟି ଆରମ୍ଭରୁ ଆମେ ସମସ୍ତେ ସେ ମାଙ୍କଡରୁ ମଣିଷ ଅବସ୍ଥାକୁ ଆସିଛନ୍ତି। ତେଣୁ ଆମ ଭିତରେ କିଛି ମଣିଷତ୍ଵ ଅଛି ବୋଲି ବା ଅଛି ମଧ୍ୟ, ସେଥିପାଇଁ ଆମେ ମଣିଷ ଜୀବନ ପାଉଛୁ। ଆଉ ଏଇ ମଣିଷ ଜୀବନକୁ ତାର ଉଦ୍ଦେଶ୍ୟ ବିଷୟରେ ଆମେ ପ୍ରାୟ ସାଧାରଣ ମଣିଷ ମାନେ ଜାଣିପାରନ୍ତିନି। ମଣିଷ ଜନ୍ମର ଉଦ୍ଦେଶ୍ୟ, କାରଣ ଆମେ ସାଧାରଣ ମଣିଷ କେବଳ ଜନ୍ମ ହେଲୁ, ଯେମିତି ପ୍ରାଣୀମାନେ ଖାଦ୍ୟ ସଂଗ୍ରହ କରୁଛନ୍ତି, ପକ୍ଷୀଟିଏ ସକାଳୁ ବସାରୁ ଉଡ଼ି ଯାଇ ବହୁତ ଦୂରକୁ ଉଡ଼ି ଯାଉଛି ଖାଦ୍ୟ ଅନ୍ୱେଷଣ କରିବା ଉଦ୍ଦେଶ୍ୟରେ,
ପୁଣି ସେ ସନ୍ଧ୍ୟା ପୂର୍ବରୁ ଫେରି ଆସୁଛି। ଆମ ସାଧାରଣ ମଣିଷ ଜୀବନକୁ ଆମେ ଯଦି ସମୀକ୍ଷା କରିବା, ଠିକ ସେମିତି ଆମେ କେବଳ ଖାଦ୍ୟ, ବସ୍ତ୍ର, ବାସଗୃହ ଚିନ୍ତାରେ ଆମ ଜୀବନଟି ସରିଯାଉଛି। ଆଉ ସାଧାରଣ ଜୀବନର ଉଦ୍ଦେଶ୍ୟ ହେଉଛି ନିଜ କାର୍ଯ୍ୟ ବା ନିଜ ପରିବାରକୁ ଠିକ ଭାବରେ ଚଳେଇବା। ଏଇଟା ତ ପଶୁମାନଙ୍କର ଜୀବନ ସହିତ ସମାନ। ବର୍ତ୍ତମାନ ଖାଦ୍ୟ, ବସ୍ତ୍ର, ବାସଗୃହ ଛଡ଼ା ଆହୁରି କେତୋଟି ଜିନିଷ ମଧ୍ୟ ଆମର ଦରକାର। ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ସଞ୍ଚୟ, ମନୋରଞ୍ଜନ, ଏଇ ସାତଟି ଦିଗକୁ ପୂରଣ କରିବା ପାଇଁ ମଣିଷ ଲାଗି ପଡୁଛି। ଏଇ ସାଧାରଣ ମଣିଷର ଏଇଟା ହଉଛି ଚିନ୍ତାଧାରା। ସେ ନିଜେ ବଞ୍ଚିବ, ନିଜେ ଖାଇବ, ନିଜେ ପିନ୍ଧିବ ଏବଂ ନିଜ ପରିବାର ପାଇଁ ସେ ତା ଜୀବନଟାକୁ ଉତ୍ସର୍ଗ କରିଦେଇଛି। ତେଣୁ ଏଇ ଜୀବନ ଭିତରେ ଆମେ ଯେତେବେଳେ ଦେଖିବା ଯେ ଜ୍ଞାନ ଟିକେ ତାର ଦରକାର, ପାଠ ପଢୁଛି, ପଇସା ରୋଜଗାର କରୁଛି, ପଦ ପଦବୀରେ ରହୁଛି, କିନ୍ତୁ ୟା ଭିତରେ ସେତିକି ଯଦି ସେ କରନ୍ତା ତ ଗୋଟେ ଭଲ ହୁଅନ୍ତା। କିନ୍ତୁ ତାପରେ ବି ତାକୁ ଯେତିକି ମିଳୁଛି, ଭଗବାନଙ୍କର ଜୀବନଟା ଭଗବାନଙ୍କର ଦାନ। ଆମେ ବର୍ତ୍ତମାନ ଯାହା କିଛି ସଞ୍ଚୟ କରୁଛୁ, ମୃତ୍ୟୁବରଣ କଲା ପରେ କିଛି ଆମେ ନେଇକିରି ଯାଇପାରିବା ନାହିଁ। ଯେମିତି କହନ୍ତି, ଆସିଛନ୍ତି ଏକା, ଯିବା ମଧ୍ୟ ଏକା। ଆମେ ଏକା ଆସିଛନ୍ତି, ଏକା ମଧ୍ୟ ଯିବା, କେହି ଆମ ସାଙ୍ଗରେ ଯିବେନି। କିନ୍ତୁ ଏହା ଜାଣି ସତ୍ତ୍ୱେ ଆମେ ଯୋଉ ସଂଗ୍ରହ କରୁଛୁ, ଜୀବନ ସାରା ଭିତରେ ଯୋଉ ଅର୍ଥ ସଂଗ୍ରହ କରୁଛୁ, ସେ ଅର୍ଥକୁ ତ ଆମେ ନବୁନୁ। ତେବେ କାହିଁକି ସେ ପାଇଁ ଏତେ ବ୍ୟସ୍ତ ହଉଛୁ? ତେଣୁ ଭଗବାନଙ୍କର ଯଦି ଜୀବନଟା ଗୋଟେ ଦାନ ହେଲା, ହେଲେ ଆମର ସେ ତା ଭିତରେ ଅଧିକାର କଣ ଅଛି? ଆମକୁ ପଠା ହେଇଛି ଉଦ୍ଦେଶ୍ୟ, ତାଙ୍କର ମହତ୍ ସେ ଉଦ୍ଦେଶ୍ୟରେ ପଠା ହେଇଛି। ଆମେ ଯାହା ସବୁ ବ୍ୟବହାର କରୁଛୁ, ଜୀବନ ଭିତରେ ଯାହା ସବୁ ବ୍ୟବହାର କରୁଛୁ, ସେଗୁଡା ସବୁ ତାଙ୍କର। ଜୀବନଟା ତାଙ୍କର, ଆମେ ଯାହା ସବୁ ବ୍ୟବହାର କରୁଛୁ ବି ତାଙ୍କର। ଉଦାହରଣ ସ୍ୱରୂପ, ଜଣେ ଅଫିସର ଯୋଉ ଅଫିସରେ କାମ କରେ, ସେ ଅଫିସର ଟେବୁଲ, ଚେୟାର, ଫ୍ୟାନ ଯାହା ସବୁ ଉପକରଣ ଅଛି, ସେ କଣ ତାହାର କି? ଯେତେବେଳେ ସେ ରିଟାୟାର ହେଇଯାଏ, ଅବସର ନିଏ, ଅଫିସର କିଛି ଜିନିଷ ସେ ନେଇପାରିବନି। ଯେମିତି ସେ ଅଫିସକୁ ଯାଇଥିଲା, ସେମିତି ସେ ଅଫିସରୁ ଆସିବ। ଠିକ ସେହିପରି ଭଗବାନଙ୍କର ଦାନ ଏଇ ଜୀବନଟି ଆମ ଯୋଉ ଉଦ୍ଦେଶ୍ୟରେ ଭଗବାନ ଦେଇଛନ୍ତି, ସେ ଉଦ୍ଦେଶ୍ୟ ବିଷୟରେ ଆମେ ନ ଜାଣି କେବଳ ଲୋଭ ବଶରେ, ଆମ ଭିତରେ କେବଳ ଲୋଭ ନାହିଁ, ଅହଙ୍ଗ ଅଛି, ସ୍ୱାର୍ଥ ଅଛି, ହିଂସା ଅଛି, ଏଇ ସବୁ ଭିତରେ ଆମେ ଏମିତି ବନ୍ଧା ପଡିଯାଉ ଯେ ଜୀବନର ଜନ୍ମର ପ୍ରତ୍ୟେକ ମାନେ ଜୀବନ ମାନବ ଜନ୍ମର ଉଦ୍ଦେଶ୍ୟ ବିଷୟରେ ଆମେ ଭୁଲି ଯାଉ। ଜୀବନ ଦୁଇ ପ୍ରକାର, ଗୋଟେ ହେଲା ଜୀବିକା ଅର୍ଜନ ପାଇଁ ଜୀବନ, ଆଉ ଗୋଟେ ଜୀବନ ପାଇଁ ଜୀବନ। ଆମେ ପ୍ରଥମଟା ଜୀବିକା ଅର୍ଜନ ପାଇଁ ଜୀବନ ଭିତରେ ଏତେ ବ୍ୟସ୍ତ, କିନ୍ତୁ ପ୍ରକୃତର ଜୀବନ ବିଷୟରେ କିଛି ସାଧାରଣ ମଣିଷ ମାନେ କିଛି ସମୀକ୍ଷା କଣ ବୁଝି ପାରୁନାହାନ୍ତି। ତେଣୁ ଏଇ ଆପଣଙ୍କର ଭାଗବତରେ ମଧ୍ୟ କୁହାଯାଇଛି, ଦୁର୍ଲଭ ମଣିଷ ଶରୀର ନର୍କ ନିଷ୍କାରଣ ଜଡ। ମାନେ ମଣିଷ ଜନ୍ମଟି ଏମିତି ଦୁର୍ଲଭ ଯେ ଆମେ ନର୍କରୁ ମଧ୍ୟ ଉଦ୍ଧାର ପାଇପାରିବା। এই ବିଷୟରେ ବେଦ, ଉପନିଷଦ, ଗୀତା, ଭାଗବତରେ ମାନବ ଜନ୍ମର ଉଦ୍ଦେଶ୍ୟ ବିଷୟରେ ବିସ୍ତାରିତ ଭାବରେ ବର୍ଣ୍ଣନା କରାଯାଇଛି। ମୁନି ଋଷି ମାନଙ୍କୁ କେତେ ପ୍ରଶ୍ନ ପଚରା ଯାଇଛି। ଏ ଜୀବନ କଣ? କାହିଁକି ଆମେ ଜନ୍ମ ହେଇଛୁ? କୋଉଠୁ ଆସୁଛୁ? କୋଉଠିକୁ ଯିବୁ? ଏତେ ଦୁଃଖ କଷ୍ଟ ଭିତରେ କାହିଁକି ଆମେ ପଡୁଛୁ? ବାର୍ଦ୍ଧକ୍ୟ କାହିଁକି ଆସୁଛି? ରୋଗ କାହିଁକି ହଉଛି? ଏଇ ବିଷୟରେ ଆମେ ଏଇ ପୁସ୍ତକ ଗୁଡିକ ମଧ୍ୟରେ ମୁନି ଋଷି ମାନଙ୍କୁ ବହୁତ ପ୍ରଶ୍ନ ପଚରା ଯାଇଛି ଏବଂ ତାହାର ଉତ୍ତର ମଧ୍ୟ ସେ ପ୍ରାଞ୍ଜଳ ଭାବରେ ଦେଇଛନ୍ତି। କିନ୍ତୁ ତାକୁ ନିଶ୍ଚୟ ସାଧାରଣ ମଣିଷ ଠାରୁ କେତେ ଲୋକ ପଢିଥିବେ, କିନ୍ତୁ ପଢିଲେ ମଧ୍ୟ ଆମେ ଆମ ଜୀବନ କ୍ଷେତ୍ରରେ
ସେଗୁଡ଼ିକୁ ପ୍ରୟୋଗ କରିପାରୁନାହୁଁ ବୋଲି ପ୍ରକୃତର ଜନ୍ମର ଉଦ୍ଦେଶ୍ୟ ଆମେ ବୁଝି ନ ପାରି ସାଧାରଣ ମଣିଷଟିଏ ଯେପରି ପଶୁ ଭଳି ଜୀବନ ଯାପନ କରୁଛି ଆମେ ସେମିତି ଜୀବନ ଯାପନ କରୁଛୁ। ତାପରେ ଜୀବନଟା କଣ? ଜନ୍ମ ଆଉ ମୃତ୍ୟୁ। ଜନ୍ମ ଆଉ ମୃତ୍ୟୁ, ଜନ୍ମ ଯେ ହେଲା ତାର ଗତି ହଉଛି ମୃତ୍ୟୁ ଆଡକୁ। ଜନ୍ମ ଆଉ ମୃତ୍ୟୁର ବ୍ୟବହାରଟାକୁ କୁହାଯାଉଛି ଜୀବନ। ସେଇ ଜୀବନ ଭିତରେ ଆମେ ଯଦି ଭଲ କାମ କରିବା ଆମକୁ ଦେଶବାସୀ ମାନବ ସମାଜ ମନେ ରଖିବ, ଆଉ ଯଦି ଖରାପ କାମ କରିଥିବା ମଧ୍ୟ ଏଇ ମାନବ ସମାଜ ଆମକୁ ଘୃଣାରେ ମନେ ରଖିବ। ତେଣୁ ଏଇ ଜୀବନଟାକୁ ସାର୍ଥକ କରିବାକୁ ହେଲେ ଆମକୁ ଯେତିକି ସମୟ ଜୀବନଟା ଦିଆଯାଇଛି, କିଏ 80 ବର୍ଷ, କିଏ 90 ବର୍ଷ, ଯେ ଯେତେ ବର୍ଷ ବଞ୍ଚୁ, ଯେତିକି ବର୍ଷ ଆମେ ବଞ୍ଚିଛନ୍ତି, ସେଇ ବଞ୍ଚିବା ଭିତରେ ଆମେ ଜୀବନଟାକୁ ଠିକ ଭାବରେ ତାର ଉଦ୍ଦେଶ୍ୟ ବୁଝି ଆମେ ଆମ ଜୀବନଟାକୁ ପରିଚାଳିତ କରିବା ଉଚିତ। ତେଣୁ ଏଇ ଜୀବନ ଉଦ୍ଦେଶ୍ୟରେ ମାନବ ଜନ୍ମର ଉଦ୍ଦେଶ୍ୟ ବିଷୟରେ ବୁଝିବାକୁ ହେଲେ ଆମକୁ ଏ ପୃଥିବୀକୁ ଯିଏ ପଠେଇଛନ୍ତି, କିଏ ପଠେଇଛନ୍ତି? ଭଗବାନ ପଠେଇଛନ୍ତି। ତେଣୁ ଭଗବାନଙ୍କ ବିଷୟରେ ଆମକୁ ଭଲ ଭାବରେ ଜାଣିବାକୁ ପଡିବ। କାରଣ ଆମେ ଜାଣିନାହୁଁ ଆମେ କଣ ପାଇଁ ଜନ୍ମ ହେଇଛୁ। ଜାଣିଥିଲେ ଆମେ ଏମିତି ଜୀବନ ଯାପନ କରନ୍ତୁ ନାହିଁ। ତେଣୁ ଯେତେବେଳେ ଉଦାହରଣ ସ୍ୱରୂପ ସେ ଗୋଟେ ପିଲାକୁ ଯେତେବେଳେ ସ୍କୁଲକୁ ପଠାଯାଉଛି, ସ୍କୁଲକୁ ପଠାଯିବାର କାରଣ ହଉଛି ପାଠ ପଢିବା ପାଇଁ। କିନ୍ତୁ ଛୋଟ ପିଲାଟି ଜାଣିନେ କଣ ପାଇଁ ସେ ସ୍କୁଲକୁ ଯାଉଛି। ଯଦି ଜାଣିଥାନ୍ତା ସେ କାନ୍ଦିଥାନ୍ତା କାହିଁକି? ତେଣୁ ତା ବାପା ମା ଜାଣିଛନ୍ତି ପିଲାର ଜ୍ଞାନ ପାଇଁ ଆମେ ପଠାଉଛୁ। ଠିକ ସେହିପରି ପ୍ରକୃତରେ ପୃଥିବୀ ପୃଷ୍ଠକୁ ମଣିଷକୁ ସୃଷ୍ଟି କରିବାର ଉଦ୍ଦେଶ୍ୟ ଆମଠାରୁ ଭଗବାନ ଭଲ ଭାବରେ ଜାଣିଛନ୍ତି। ତେଣୁ ଜୀବନର ବା ଜନ୍ମର ଉଦ୍ଦେଶ୍ୟ ଆମେ ଯେତିକି ଜାଣିବା ପୂର୍ବରୁ ଭଗବାନଙ୍କୁ ମଧ୍ୟ ଜାଣିବା ଉଚିତ। ଜୀବନ ହଉଛି ଭଗବାନଙ୍କର ଦାନ। ମା ବହିରେ ଶ୍ରୀ ଅରବିନ୍ଦ ଲେଖିଛନ୍ତି, ମନେ ରଖ ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ତୁମକୁ ତୁମର ଜୀବନ ଦିଆଯାଇଛି। କିନ୍ତୁ ଆମେ ଯେତିକି ଜୀବନ ଯାପନ କରୁଛୁ, କଣ ଆମେ ଭାଗବତ କର୍ମ କରୁଛୁ? କୋଉ ଉଦ୍ଦେଶ୍ୟରେ ଆମେ ଏ ଜୀବନଟାକୁ ବଞ୍ଚେଇଛୁ? ତେଣୁ ବାବାଜୀ ମହାରାଜ ମଧ୍ୟ ଲେଖିଛନ୍ତି, ପ୍ରତ୍ୟେକ ଜୀବନର ଲକ୍ଷ୍ୟ ହେଉଛି ଦୁଃଖ ବିହୀନ ପରମ ସୁଖ, ବାର୍ଦ୍ଧକ୍ୟ ବିହୀନ ଚିର ଯୌବନ, ରୋଗ ବିହୀନ ନିରୋଗ ଜୀବନ ଏବଂ ମୃତ୍ୟୁ ବିହୀନ ଅମୃତ ଜୀବନ। ଏଇ ଉଦ୍ଦେଶ୍ୟ ମାନେ ଏଇ ଜ୍ଞାନ ଆମ ଭିତରେ ଏପର୍ଯ୍ୟନ୍ତ ବି ଉଦୟ ହେଇନି। ଆମେ କହିଦଉଛୁ, ପଢି ଦଉଛୁ, ବୁଝୁଛୁ, କିନ୍ତୁ ଆମ ଜୀବନ କ୍ଷେତ୍ରରେ ପ୍ରୟୋଗ କଲା ବେଳେ ଆମକୁ ଟିକେ ଅସୁବିଧାରେ ପଡୁଛି। କଣ ପାଇଁ ନା ଆମେ ଯେ ପର୍ଯ୍ୟନ୍ତ ଆମର ମନ, ପ୍ରାଣ, ଶରୀର, ଚୈତ୍ୟ ଓ ଆଧ୍ୟାତ୍ମିକ ବିଷୟରେ ଆମର ଭଲ ଭାବରେ ଜ୍ଞାନ ନ ହେଇଥିବ, ତେଣୁ ଆମେ ଏଗୁଡାକ ସବୁ ଘୋଷି ପକେଇବା। ଏମିତି କେବେଠାରୁ ଛୋଟ ବେଳୁ ଆମେ ଗୀତ ଗାଇଛୁ, ନିଃସ୍ୱ କର ହେ ମତେ ବିଶ୍ୱ ବିହାରୀ, ଆସିଅଛି ଏକା ମୁଇଁ ଯିବି ଏକା ହୋଇ। କିନ୍ତୁ ସେ କଥା କହିଦେବା ସହଜ, କିନ୍ତୁ ନିଜ ଜୀବନ ଭିତରେ ପ୍ରୟୋଗ କରିବା କେତେ କଷ୍ଟ, ତାହା ଆମେ ଆରମ୍ଭ କଲେ ହିଁ ଜାଣିପାରିବା। କିନ୍ତୁ ଆମେ ସେମିତି କହିଛୁ ଯେ ମିଛ କହିବାକୁ କିଆଁ ଡରିବି, କିନ୍ତୁ ଏପର୍ଯ୍ୟନ୍ତ ଆମେ ମିଛ ଛାଡି ପାରିଲେଣି କି? ହୁଏତ ମାଛ ଛାଡି ପାରିବା, କିନ୍ତୁ ମିଛ ଛାଡି ପାରିବାନି। ଉପବାସର ଉଦ୍ଦେଶ୍ୟ ଆମେ ଉପବାସ ରହିବା, ଖାଇବା ନ ଖାଇକି ଉପବାସ ରହିପାରିବା, କିନ୍ତୁ ସେଦିନଟି ଭଗବାନଙ୍କ ଉଦ୍ଦେଶ୍ୟରେ, ଭଗବାନଙ୍କ ଚେତନାରେ, ଉର୍ଦ୍ଧ୍ୱ ଚେତନାରେ ବାସ କରିବାଟା ଆମ ପାଇଁ ବହୁତ କଷ୍ଟ ହେଇ ପଡୁଛି। ତେଣୁ ଯଦି ଜୀବନକୁ ବୁଝିବା, ଜଣେ ଲୋକ ଯଦି 90 ବର୍ଷ ସେ ବଞ୍ଚେ, ଭାଗ ଭାଗ କରାହେଲେ ସେ ଯିଏ 90 ବର୍ଷ ବଞ୍ଚୁଛି, ତାର କେତେ ସମୟ କୋଉ କାମରେ ସବୁ ଯାଉଛି। ଶୋଇବାରେ ନିଶ୍ଚୟ କେତେ ବର୍ଷ ଯାଉଥିବ, ପାଠ ପଢିବାରେ ଯାଉଥିବ, ତାପରେ ଯେତେବେଳେ ସେ 25-30 ବର୍ଷ ହେଲା ଚାକିରି କଲା, ଚାକିରି କଲା ପରେ ଅର୍ଥ ରୋଜଗାର କରିବ, ତାପରେ ବିବାହ ହବ,
ତାପରେ ତାର ପରିବାର ତାଙ୍କ ଦାୟିତ୍ୱରେ ନବ। ଏମିତି ରହି ରହି ଯେତେବେଳେ ସେ ମୃତ୍ୟୁବରଣ କରିବା ପୂର୍ବରୁ 60 ବର୍ଷ ହେଲେ ସେ ଅବସର ନବ ଏବଂ ତାଙ୍କ ପିଲାମାନଙ୍କ ଉପରେ ନିର୍ଭର କରିକି ଚଳିବ। ଏଇ ତ ସାଧାରଣ ଜୀବନର ଲକ୍ଷ୍ୟ। ଏହା ଛଡା ସେ ଆଉ ଯୋଉ ଆମେ କହୁଛୁ ଯେ ନିରୋଗ ଜୀବନ, ବାର୍ଦ୍ଧକ୍ୟ ବିହୀନ ଜୀବନ, ସେ କେତେବେଳେ ଚିନ୍ତା କରିବ କେତେବେଳେ ଏସବୁ ବିଷୟରେ। ତେଣୁ ଜୀବନକୁ ଯେ ସାଧାରଣ ଜୀବନ ଯାପନ କରୁଥିବା ଲୋକମାନଙ୍କ ବିଷୟରେ ଆମେ ତ ଏଠି ଆଲୋଚନା କରୁଛନ୍ତି, କିନ୍ତୁ ଏଇ ଲୋକ ଭିତରେ ବହୁତ ମାନବ ଜୀବନକୁ ମଧ୍ୟ ଜାଣିଛନ୍ତି, ତାଙ୍କର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ଜାଣିଛନ୍ତି। ସେମାନଙ୍କ ଭିତରୁ ଆମେ 3 ଜଣଙ୍କ ବିଷୟରେ ଆଲୋଚନା କରିବା। ଜଣେ ହଉଛନ୍ତି ଗୌତମ ବୁଦ୍ଧ। ଯେତେବେଳେ ଆମେ ଏପର୍ଯ୍ୟନ୍ତ କେତେ ସେ ଯୋଉ ଯେତେବେଳେ ଗୌତମ ଜନ୍ମ ଗ୍ରହଣ କଲେ, ଜ୍ୟୋତିଷ କହିଥିଲେ ଯେ ଏ ପିଲା ବଡ ହେଲେ ଗୋଟେ ସନ୍ନ୍ୟାସୀ ହବ, ରାଜାଙ୍କର ପୁତ୍ର। ରାଜା କହିଲେ କେବେ ବି ମୁଁ ମୋ ପୁଅକୁ ସନ୍ନ୍ୟାସୀ କରି ଦେବି ନାହିଁ, କିନ୍ତୁ ବିଧିର ବିଧାନ, ସନ୍ନ୍ୟାସୀ ସେ ନିଶ୍ଚୟ ହେବେ। କିନ୍ତୁ ବାପା ସୁଦୋଧନ ପୁଅକୁ ସନ୍ନ୍ୟାସୀ କରି ନ ଦେବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ମାନେ ରାଜପ୍ରସାଦରୁ ସେ ତାଙ୍କୁ ବାହାର କରିଦେଇ ନାହାନ୍ତି। ବାହାରୁ ପିଲାମାନେ ଆସିବେ, ଖେଳିବେ, ଶିକ୍ଷକ ଆସିବ ପଢେଇବେ, ସବୁ ତା ଭିତରେ। କାରଣ ମାନେ ବାହାରକୁ ଗଲେ ସିନା ସେ କିଛି ଦେଖିବ, ଅନୁଭବ କରିବ, ତାପରେ ସନ୍ନ୍ୟାସୀ ହେଇଯିବ। ତାପରେ ମଧ୍ୟ ତାଙ୍କୁ ଅଳ୍ପ ବୟସରୁ ମଧ୍ୟ ବିବାହ କରିଦେଲେ। ବିବାହ କରିସାରିଲା ପରେ ବାପା ଭାବୁଛନ୍ତି ଏବେ ତ ବିବାହ ହେଇଗଲା, ତାପରେ ତାଙ୍କର ଗୋଟେ ପୁଅ ବି ହେଲା, ତେଣୁ ସିଏ ଆଉ ସନ୍ନ୍ୟାସୀ ହବ ନାହିଁ। କିନ୍ତୁ ଏଇ ମୌକାରେ ଆମର ଗୌତମ ତାଙ୍କର ଦେହ ରକ୍ଷୀ ସହିତ 4 ଥର ତାଙ୍କ ରାଜପ୍ରସାଦରୁ ବାହାରକୁ ଆସିଛନ୍ତି। 4 ଥରର 4ଟି ଦୃଶ୍ୟ ସେ ଦେଖିଛନ୍ତି। ସେ ପ୍ରଥମ ଦେଖିଛନ୍ତି ଜଣେ ରୋଗୀ, ତାପରେ ପଚାରିଛନ୍ତି ଇଏ କଣ ଅବସ୍ଥା? ସେ କହୁଛନ୍ତି ପ୍ରତ୍ୟେକ ମଣିଷର ଏମିତି ଅବସ୍ଥା ଆସିବ, ରୋଗ ଆସିବ। ତାପରେ ଦେଖିଛନ୍ତି ଜଣେ ବୃଦ୍ଧ, ଇଏ କଣ ଅବସ୍ଥା? ନା ଏଟା ହଉଛି ମାନବ ମଣିଷ ଜନ୍ମର ଗୋଟେ ଅବସ୍ଥା। ଶିଶୁ ହବ, ତାପରେ କିଶୋର, ତାପରେ ଯୁବକ, ତାପରେ ବାର୍ଦ୍ଧକ୍ୟ, ଏମିତି ଆସିବ। ତାପରେ ଗୋଟେ ଦୃଶ୍ୟ ଦେଖିଲେ ଶବ, ଇଏ କଣ? ନା ଏଟା ହଉଛି ସରିଲା, ଜୀବନଟା ସରିଲା, ମୃତ୍ୟୁବରଣ କଲା। ତାପରେ ଦେଖୁଛନ୍ତି ଗୋଟେ ସନ୍ନ୍ୟାସୀ, ଇଏ କଣ? ନା ଇଏ ହଉଛନ୍ତି ୟାର କିଛି ନାହିଁ, ସଂସାର ନାହିଁ, ଭଗବାନଙ୍କ ସେବାରେ ସେ କଣ କରୁଛନ୍ତି? ନା ସନ୍ନ୍ୟାସୀ ଜୀବନ ଯାପନ କରୁଛନ୍ତି। 4ଟି ଦୃଶ୍ୟ ଆମ ଜୀବନରେ, ଏଇ 4ଟି ଦୃଶ୍ୟ ଆମେ କେତେ ଥର ଦେଖିଥିବା ନିଶ୍ଚୟ। କିଏ ଯେ ଶବ ଦେଖିନି, କିଏ ବାର୍ଦ୍ଧକ୍ୟ ଦେଖିନି, କିଏ ରୋଗୀ ଦେଖିନି, କିଏ ସନ୍ନ୍ୟାସୀ ଦେଖିନି କହିପାରିବେନି, କେତେ ଥର ମଧ୍ୟ ଆମେ ଦେଖିଥିବା। କିନ୍ତୁ ଗୌତମ ମାତ୍ର 4 ଥର ଦେଖିଥିଲେ। 4 ଥର ବାହାରକୁ ଆସିଥିଲେ, ରାଜପ୍ରସାଦ ବାହାରକୁ, ଆଉ 4 ଥର 4ଟି ଦୃଶ୍ୟ ଦେଖିଲେ। ତାପରେ ରାତିରେ ଘର ସଂସାର ଛାଡି ପଳେଇ ଆସିଲେ। ତାପରେ ଯେତେବେଳେ ପଳେଇ ଆସିଲେ, ନିଶ୍ଚୟ ତାଙ୍କର ସ୍ତ୍ରୀ ଯଶୋଧାରା ମନ ଦୁଃଖ କରୁଥିବେ। ଆଉ 6 ବର୍ଷ ପରେ ଗୌତମ ଉଦ୍ଦେଶ୍ୟ ଥିଲା ଯେ ମଣିଷ କାହିଁକି ଏମିତି ଦୁଃଖ ପାଉଛି, ମଣିଷର ଏମିତି ସବୁ କାହିଁକି ଅବସ୍ଥା ହଉଛି। ତେଣୁ ତାଙ୍କ ଧାରାରେ ଯେ କାମନାର ବିନାଶର ଦୁଃଖର ବିନାଶ, ମଣିଷ କାମନା ପାଇଁ ଏତେ ଦୁଃଖ ପାଉଛି। ଯେପର୍ଯ୍ୟନ୍ତ ସେ ତାର କାମନାକୁ ଦୂର ନ କରିଥିବ, ସେତେ ପର୍ଯ୍ୟନ୍ତ ମଣିଷ ଦୁଃଖ ପାଉଥିବ। ତେଣୁ ପ୍ରଚାର କଲେ କାମନାର ବିନାଶର ଦୁଃଖର ବିନାଶ। ତାପରେ ତାଙ୍କର ନାଁ ପରିବର୍ତ୍ତନ ହେଲା, ସେ ହେଲେ ବୁଦ୍ଧଦେବ। ବୁଦ୍ଧଦେବ ଆସିଛନ୍ତି ସେଇ ପାଟଳୀପୁତ୍ରକୁ, ତାଙ୍କର ରାଜପ୍ରସାଦକୁ। ଯଶୋଧାରା ଅପେକ୍ଷା କରିଛି, ଆଜି ଆସନ୍ତୁ, ମାନେ ମନ ଇଚ୍ଛା ସେ ତାଙ୍କୁ ଗାଳି ଦେବେ। ବୁଦ୍ଧଦେବ ଯେତେବେଳେ ଆସିଛନ୍ତି, ଯଶୋଧାରା କହୁଛନ୍ତି ଯେ ମୋ ପ୍ରତି ତମେ କାହିଁକି ଏମିତି ଅନ୍ୟାୟ କରୁଛ? ଗଲାବେଳେ ମତେ ଟିକେ କଣ କହିଦେଇକି ଯାଇପାରିନଥାନ୍ତ? ମୁଁ ପରା ତମର ସ୍ତ୍ରୀ, ତମେ ବା ମୋର ସ୍ୱାମୀ, ପ୍ରଭୁ, ମତେ ଟିକେ କହିପାରିନଥାନ୍ତ ମୁଁ ଯାଉଛି ବୋଲି? ମୁଁ କଣ ତମକୁ ମନା କରିଥାନ୍ତି?
ମତେ ଯଦି ତମେ ଜୀବନ ମାଗିଥାନ୍ତ ମୁଁ ଜୀବନ ଦାନ କରିଥାନ୍ତି, ତମେ ମୋ ପ୍ରତି କାହିଁକି ଏମିତି ଅନ୍ୟାୟ କଲ? ତମେ ଏତେ ଭୀରୁ, ଏତେ କାପୁରୁଷ, ନ କହି ପିଲା ଛୁଆକୁ ଛାଡି ତମେ ପଳେଇଛ। ବୁଦ୍ଧଦେବ ହସୁଛନ୍ତି। ତାପରେ ଯେତେବେଳେ ବୁଦ୍ଧଦେବ କିଛି କହୁନାହାନ୍ତି, ପୁଣି ଇଏ କହୁଛନ୍ତି ଉତ୍ତର ଦିଅ, ମୋ ପ୍ରଶ୍ନର ଉତ୍ତର ଦେବା ପାଇଁ କଣ ତମର ସାହସ ନାହିଁ? ତାପରେ ବୁଦ୍ଧଦେବ କହିଛନ୍ତି, ଯଶୋଧରା, ଯିଏ ସେଦିନ ଯାଇଥିଲା ସିଏ ଆଜି ଆସିନାହିଁ। ସେଦିନ ଯାଇଥିଲା ଗୌତମ। ଗୌତମ ତମର ସ୍ୱାମୀ, ଗୌତମ ଯାଇଥିଲା। କିନ୍ତୁ ଆଜି ଯିଏ ଆସିଛି ସେ ବୁଦ୍ଧ। ସେ ଗୌତମ ନୁହଁ, ସେ କେବଳ ତୁମର ନୁହଁ, ସେଇ ପୃଥିବୀର, ଇଏ ଭଗବାନଙ୍କର, ସମଗ୍ର ମାନବ ଜାତିର। ଏଇ ବୁଦ୍ଧଦେବରୁ ଗୌତମ ପ୍ରସ୍ତୁତ ହେଇଛନ୍ତି। ଠିକ ସେହିପରି ଆମ ଜୀବନରେ ଆମେ ଆମରି ଭିତରେ ଥିବା ରାଗ, ହିଂସା, କ୍ରୋଧ, ଲୋଭ, ମୋହ ଏଗୁଡାକ ସବୁ ଛାଡିଲେ ପ୍ରକୃତର ମାନବ ଜୀବନର ଉଦ୍ଦେଶ୍ୟ ଆମେ ବୁଝିପାରିବା। କିଏ ବୁଦ୍ଧଦେବ, ଗୌତମ ବୁଦ୍ଧଦେବ ହେଲେ। ତାପରେ ଆଉ ଗୋଟେ କଥା, ନରେନ୍ଦ୍ର। ନରେନ୍ଦ୍ର ଯେପରି ବିବେକାନନ୍ଦ ହେଇଛନ୍ତି। ନରେନ୍ଦ୍ର ବା ବିବେକାନନ୍ଦଙ୍କ ବିଷୟରେ ଆମେ ଭଲ ଭାବରେ ଜାଣିଛନ୍ତି ଯେ କେତେବେଳେ ଜାଣିଲେ? ସେ ଯେତେବେଳେ ବିବେକାନନ୍ଦ ହେଲେ ତାଙ୍କ ବିଷୟରେ ଆମେ ଭଲ ଭାବରେ ଜାଣିଲେ। ନରେନ୍ଦ୍ର ଥିଲାବେଳେ ଆମେ ତାଙ୍କ ବିଷୟରେ କିଛି ଜାଣିନାହାନ୍ତି। ଭଲ ପାଠ ପଢନ୍ତି କିନ୍ତୁ ପରିବାର ପୋଷଣ କରିବା ପାଇଁ ଚାକିରିଟିଏ ପାଆନ୍ତିନି। ଖୋଜି ଖୋଜି ଭଗବାନ କିଏ? ଭଗବାନ ଯଦି କୋଉଠି ଅଛନ୍ତି ତାଙ୍କର ସନ୍ଧାନ ମୁଁ ନେବି। ବହୁତ ସାଧୁ ସନ୍ଥ ମାନେ ଆସନ୍ତି, ଗୀତ ବି ଭଲ ଗାଆନ୍ତି ନରେନ୍ଦ୍ର। ତାପରେ ଯେତେବେଳେ ପ୍ରଶ୍ନଟିଏ ପଚାରନ୍ତି ସାଧୁ ସନ୍ଥ ମାନଙ୍କୁ ଯେ ଆପଣ ଭଗବାନଙ୍କ ବିଷୟରେ ଆଲୋଚନା କରୁଛନ୍ତି, ପ୍ରକୃତରେ କଣ ଭଗବାନଙ୍କୁ ଦେଖିଛନ୍ତି? ସେମାନେ କହନ୍ତି ନା, ଭଗବାନଙ୍କୁ ଆମେ ଦେଖିନୁ, କିନ୍ତୁ ଭଗବାନଙ୍କୁ ଅନୁଭବ କରୁଛୁ। ଭଗବାନ ଅଛନ୍ତି, ଆମେ ଦେଖିନୁ। ତାପରେ ତାଙ୍କ ମନ ଟିକେ ଖରାପ ହେଇଯାଏ। ଯିଏ ଭଗବାନଙ୍କୁ ଦେଖିଛି ମୁଁ ତାର ସନ୍ଧାନ ନଉଛି। ଏମିତି ସମୟ ଆସିଲା, ରାମକୃଷ୍ଣ ପରମହଂସ ସାଙ୍ଗରେ ତାଙ୍କର ଭେଟ ହେଲା। ସେ ଯେତେବେଳେ ପଚାରିଲେ ଯେ ଆପଣ ମା କାଳୀଙ୍କ ବିଷୟରେ ଏତେ କଥା କହୁଛନ୍ତି, ମା କାଳୀଙ୍କୁ କଣ ଆପଣ ଦେଖିଛନ୍ତି? ରାମକୃଷ୍ଣ ପରମହଂସ କହିଲେ, ଦେଖିଛି କଣ? ତାଙ୍କ ସାଙ୍ଗରେ ତୋ ସାଙ୍ଗରେ ଯେମିତି ମୁଁ କଥାବାର୍ତ୍ତା କରୁଛି, ତାଙ୍କ ସାଙ୍ଗରେ ସେମିତି ମୁଁ କଥାବାର୍ତ୍ତା କରିଛି। ଆଶ୍ଚର୍ଯ୍ୟ ହେଲେ ନରେନ୍ଦ୍ର। ଏତେ ଦିନ ପରେ ତାଙ୍କର ପ୍ରଶ୍ନର ଉତ୍ତର ସେ ପାଉଛନ୍ତି। ତେଣୁ ବିବେକାନନ୍ଦକୁ ବା ନରେନ୍ଦ୍ରଙ୍କୁ ବିବେକାନନ୍ଦ କରିବା ପାଇଁ ରାମକୃଷ୍ଣ ପରମହଂସ ହିଁ ପ୍ରସ୍ତୁତ। ତେଣୁ ସେ ବି ଜାଣିଲେ, କହିଲେ ଆଜି ମୁଁ ପିଲାଟିକୁ, ତାପରେ ସେ କହୁଛନ୍ତି ଯେ ମତେ ଆପଣ ମା କାଳୀଙ୍କୁ ଟିକେ ଦେଖେଇ ଦେଇ ପାରିବେ? ହଁ, କାଲି ଆସ ଆମ ମଠକୁ, ଆଶ୍ରମକୁ ଦେଖେଇଦେବି। ବିବେକାନନ୍ଦ ନରେନ୍ଦ୍ର ପୁରା ଖୁସି ହେଇକିରି, କେତେ ସବୁ ତା ଜୀବନର ଦୁଃଖ, ଚାକିରି ପାଉନି, ଖାଇବାକୁ ପାଉନାହାନ୍ତି, ଅସୁବିଧା ସବୁ ସେ ଆଜି କାରଣ ଆମେ ତ ସାଧାରଣ ଜୀବନର ଯେ ଦେବତା ମାନଙ୍କ ପାଖକୁ ଯାଇକିରି ଆମେ ସବୁ ମାଗୁ, ଆମେ କିଛି ତାଙ୍କୁ ଦଉ, ନଡିଆଟେ, କଦଳୀଟେ, ଧୂପ ସବୁ ଦଉ, ଆଉ ସେ ଆମକୁ କିଛି ଦିଅନ୍ତି। ସେଥିଲାଗି ଆମେ କେଡେ ସୁନ୍ଦର ନାଁ ଟିଏ ରଖିଛୁ, ଦେବତା। ଆମେ ତାଙ୍କୁ କିଛି ଦେଲେ ସେ ଆମକୁ କିଛି ବତେଇବେ। ଆମ ଜୀବନର ସମସ୍ୟା ତାଙ୍କୁ ଆମେ କହିବା, ପୂଜା କରିବା, ନଡିଆ ଦବା, କିଛି ଦାନ କଲେ ସିଏ ଆମକୁ ଉପାୟ ବତାନ୍ତି। ଦେବତା ମାନଙ୍କର ଆମ ଏସବୁ କାମ। ତେଣୁ ସେ ଗଲେ, ଲମ୍ବା ଲିଷ୍ଟ ଧରିକି ଯାଇଛନ୍ତି। ରାମକୃଷ୍ଣ ପରମହଂସ କହୁଛନ୍ତି ଯେ ତତେ 1 ମିନିଟ ସମୟ ଦେବି, କାରଣ ବେଶୀ ସମୟ ତୁ ଦେଖିପାରିବୁନି ମାଙ୍କୁ। ତେଣୁ 1 ମିନିଟ ଭିତରେ ତୋର ଯାହା ମାଗିବାର ଅଛି ସବୁ ମାଗିଦବୁ। ମନେ ରଖିକି ଯା, 1 ମିନିଟ ସମୟ ପାଇବୁ, ଯାହା ମାଗିବାର କଥା ତୁ ମାଗିଦବୁ। ତାପରେ ମା କାଳୀଙ୍କ ପାଖରେ ନରେନ୍ଦ୍ର ବସିଛନ୍ତି। ମା କାଳୀ ତାଙ୍କ ଶରୀର ପଥର ମୂର୍ତ୍ତିରୁ ଜୀବନ୍ତ ମୂର୍ତ୍ତି ହେଇକିରି ଓହ୍ଲେଇ ଆସିଛନ୍ତି। ଇଏ ଦେଖିକିରି ଆଶ୍ଚର୍ଯ୍ୟ, ପାଟିରୁ ମାନେ କଣ ମାଗିବେ କିଛି ଭାଷା ବାହାରୁନି। ଏହା ଭିତରେ 1 ମିନିଟ ସରିଗଲା। ତାପରେ ମା ସେଇ ପଥର ମୂର୍ତ୍ତି ଭିତରେ ବସି ରହିଲେ। ରାମକୃଷ୍ଣ ପରମହଂସ ଆସିଲେ, କହିଲେ ମାଙ୍କୁ କିଛି ମାଗିଲୁ? ସେ କହୁଛନ୍ତି ନା, ମୁଁ କିଛି ମାଗି ପାରିଲିନି। ଭଗବାନ ଟିକେ ଏତେ କଥା ମାଗିବା ଲାଗି କହୁଥିଲୁ, ଆଉ ମାଗିଲୁନି କେମିତି? ତାପରେ ସେ କହିଲେ ମାଗି ତ ପାରିଲିନି, ଦେଖିକି ତ ମୁଁ ଆଶ୍ଚର୍ଯ୍ୟ ମାନେ ସ୍ତମ୍ଭୀଭୂତ ହେଇଗଲି, କିଛି ମାଗି ପାରିଲିନି।
ହଉ ତାହେଲେ ଦେଖିଲୁ ତ, ମୁଁ ତ ଯାହା କହିଥିଲୁ ଭଗବାନଙ୍କୁ ଖୋଜୁଥିଲୁ ଲକ୍ଷ୍ୟ ଧର, ଯେ ଭଗବାନ ଯଦି କିଏ ଦେଖିଛନ୍ତି ମତେ ଦେଖେଇଦେବେ ବୋଲିକିରି। ଆଉ ସେଦିନ ତୁ ମତେ କହିଥିଲୁ ମା କାଳୀଙ୍କୁ ଆପଣ ଦେଖେଇ ପାରିବେ କି, ମୁଁ ତ ଆଜି ଦେଖେଇଦେଲି। ହଉ ଯା, କିନ୍ତୁ ତ କିଛି ମାଗି ପାରିଲୁନି, ସେଇଟା ହଉଛି ଟିକେ ଖରାପ ଲାଗିଲା ମତେ। ମାଙ୍କୁ ତ କିଛି ମାଗି ପାରିଲୁନି। ତାପରେ ନରେନ୍ଦ୍ର କହୁଛନ୍ତି ମତେ ଆଉ ଥରେ ଚାନ୍ସ ଦେବେନି? ରାମକୃଷ୍ଣ ପରମହଂସ କହିଲେ ନା ଆଜି ନୁହେଁ, ପୁଣି 7 ଦିନ ପରେ ଆସିବୁ ଯା। ଫେର 7 ଦିନ ପରେ ଗଲେ। ସେଦିନ ବି ଲେଖିକିରି ନେଇକି ଯାଇଥିଲେ, ସାଙ୍ଗେ ସାଙ୍ଗେ ମୁଁ ଫଟାଫଟ ଜିନିଷ ଗୁଡା ସବୁ ମାଗିଦେଲି। ସେଦିନ ବି କିଛି ମାଗି ପାରିଲେନି। ତାପରେ କହିଲେ ତୁ ଏତେ ପାଠ ପଢିଛୁ, ତୋର କଣ ସ୍ମରଣ ଶକ୍ତି ମନେ ରଖି ଦଉଛୁ, ପ୍ରଥମ ଦିନ କିଛି କହିପାରିଲୁନି, ଦ୍ୱିତୀୟ ଥର ଲେଖିକିରି ଆଣିଥିଲୁ ପଢି ପାରିଲୁନି, ତାହେଲେ କଣ ଏମିତି କଣ ହଉଛି ତୋର? ମାଗୁନୁ କାହିଁ? ତୁ ମାଗିଲେ ସିନା ସେ ଦେବେ। ତାପରେ କହିଲେ ଆଉ ଥରେ ଚାନ୍ସ ଟିକେ ଦିଅନ୍ତୁ, ମୁଁ ମାଗିବି। ଫେର ଯା, ଆଉ 7 ଦିନ ପରେ ଆସିବୁ। ଫେର ଆଉ 7 ଦିନ ପରେ ଗଲେ। ମାଙ୍କୁ ସେଦିନ ସେ ମାଗିଲେ। କଣ ମାଗିଲେ? ମତେ ଜ୍ଞାନ ଦିଅ, ପ୍ରେମ ଦିଅ, ଭକ୍ତି ଦିଅ। ଏଇ ଜ୍ଞାନ ପ୍ରେମ ଭକ୍ତିରେ ସେ ସବୁ ଜିନିଷ ପାଇଗଲେ। କିନ୍ତୁ ଆମେ ସାଧାରଣ ଲୋକ ମାନେ କଣ ମାଗିଥାନ୍ତି? ଆମକୁ ଘର ଦିଅ, ବାପାକୁ ଚାକିରି ଦିଅ, ପୁଅର ପ୍ରମୋଶନ କର, ଝିଅର ବିବାହ କରିଦିଅ। ଏଇ ସବୁ ଭିତରେ ଆମ ମାଗିବାର ଆମର ଉଦ୍ଦେଶ୍ୟ। ଆମେ ଆଉ କିଛି ମାଗି ଶିଖିନୁ, ଏଇଗୁଡାକ ସବୁ ମାଗିଛୁ। ତାପରେ ରାମକୃଷ୍ଣ ପରମହଂସ କହିଲେ ତୁ ତ ପାଇଲୁ ଜ୍ଞାନ ପ୍ରେମ ଭକ୍ତି ପାଇଲୁ, ଆଉ ଯା। କହିଲେ ମୁଁ ଆଉ ଯିବିନି, ଏଇଠି ରହିଛୁ। ସେଇଠି ସେ ରହିଲେ। ରାମକୃଷ୍ଣ ପରମହଂସ ତାଙ୍କୁ ପ୍ରସ୍ତୁତ କଲେ। ଶେଷରେ ସେ ହେଲେ ବିବେକାନନ୍ଦ। ଯଦି ସେ ଚାକିରିଟେ କରିଥାନ୍ତେ, ନିଜ ବ୍ୟକ୍ତିଗତ ବା ପରିବାର ପୋଷଣ କରିଥାନ୍ତେ, କିନ୍ତୁ ସେ ଦେଶରେ, ସେ ପୃଥିବୀରେ ହେଇଥାନ୍ତେ। ଯେତେବେଳେ ବିବେକାନନ୍ଦ ଆମେରିକାରୁ ଫେରିଲେ, ଚିକାଗୋ ଭାଷଣ ପରେ ଫେରିଲେ, ସେତେବେଳେ ଭାରତବାସୀ ବିବେକାନନ୍ଦକୁ ଚିହ୍ନିଲେ, ସେ ବିବେକାନନ୍ଦ ବୋଲିକି ଜାଣିଲେ। କିନ୍ତୁ ପ୍ରଥମେ ଯେମିତି ବଣରେ ମଲ୍ଲି ବଣରେ ଫୁଲ ବଣରେ ଫୁଟି ବଣରେ ମଉଳିଯାଏ, ଏମିତି କେତେ କେତେ ଜୀବାତ୍ମା ମାନେ ମଧ୍ୟ ତାଙ୍କର ପ୍ରତିଭା ବିକଶିତ କରିପାରୁନାହାନ୍ତି, ସୁଯୋଗ ଅପେକ୍ଷାରେ ରହିଛନ୍ତି। ତେଣୁ ନରେନ୍ଦ୍ର ହେଲେ ବିବେକାନନ୍ଦ। ତେଣୁ ଆଉ ଗୋଟେ କଥା ସେଇପରି, ବିବେକାନନ୍ଦ ହେଇସାରିଲା ପରେ କଣ ସେ କାମ କରିଛନ୍ତି? ଭାରତକୁ ଚାଲି ଚାଲି ବୁଲିଛନ୍ତି। ଏ ଲୋକମାନଙ୍କର ମାନେ କୁଢ କୁଢ ଅନ୍ଧବିଶ୍ୱାସ, କୁସଂସ୍କାର ଭିତରେ ମାନେ 2 ପ୍ରକାର ମଣିଷ ଥିଲେ, ଜଣେ ଧନୀ ଶ୍ରେଣୀର ଥିଲେ, ଆଉ ପୁରା ଗରିବ ଶ୍ରେଣୀର ଥିଲେ। ବୁଲି ବୁଲିକିରି ଲୋକମାନଙ୍କୁ ବୁଝେଇଛନ୍ତି, ଭଗବାନଙ୍କ ସନାତନ ଧର୍ମ କଥା କହିଛନ୍ତି, ମଣିଷଙ୍କୁ ପରିବର୍ତ୍ତନ କରିଛନ୍ତି। ତେଣୁ ତାପରେ ସେ ଦେଖିଲେ ଯେ ଗୋଟେ ଧନୀ ଘରକୁ ଏ ଯାଉଛନ୍ତି, ବିବେକାନନ୍ଦଙ୍କର ଗୋଟେ ଯାଦୁକାରୀ ମନ୍ତ୍ର, ଯେ ସେ ପ୍ରଚାର କେମିତି କରିବେନି, ଯାଇକିରି ଗୋଟେ ଗଛ ମୂଳେ ବସି ପଡିବେ। ସେ ଗଛ ମୂଳକୁ ଗୋଟେ ପରେ ଗୋଟେ 2-3 ଜଣ ଏମିତି 5-10 ମିନିଟ ପରେ କେତେ ଲୋକ ଆସିବେ। ତାପରେ ତାଙ୍କୁ ଭଗବାନଙ୍କର କଥା କହିବେ, ଜୀବନର ବିଷୟରେ କହିବେ, ବଞ୍ଚିବାର ଚାରୁକଳା ଶିଖେଇବେ। ତାପରେ ସେ କଣ କରିବେ, ଆଉ ଗୋଟେ ଗାଁକୁ ଯିବେ। ତାଙ୍କର କାମ ହଉଛି ଏଇଟା ହଉଛି ତାଙ୍କର ପାଇଁ ଭଗବତ କର୍ମ। ଲୋକମାନଙ୍କୁ ଆଗେ ବିଷୟରେ, ଧର୍ମ ବିଷୟରେ ବୁଝେଇବାକୁ ପଡିବ। ତାପରେ ଏଇ ବୁଝେଇଲା ସରିଲା ପରେ, ଗୋଟେ ଜାଗାରେ ଆଲୋଚନା ସରିଲା ପରେ, ସେତେବେଳେ ଆଉ ଗୋଟେ ଗାଁକୁ ଯାଆନ୍ତି, ଆଉ ଗୋଟେ ସ୍ଥାନକୁ ଯାଆନ୍ତି, ତାଙ୍କ ସାଙ୍ଗରେ ମଧ୍ୟ ଏଇ ଲୋକମାନେ ଯାଆନ୍ତି, ଛାଡିକି ଆସନ୍ତି। ତାପରେ ଏମିତି ଚାଲୁ ଚାଲୁ ଥରେ ସେ ଆଶ୍ରମ ଭିତରେ ସେ କଣ କଲେ ନା, ନିର୍ବିକଳ୍ପ ସମାଧିରେ ଦିବ୍ୟ ଅନୁଭୂତି ଧ୍ୟାନ କରିବେ। ଶରୀରଟା ଏଠି ରହିବ, ସେ ଶରୀର ଭିତରୁ ତାଙ୍କର ଜୀବାତ୍ମା ପରମାତ୍ମାଙ୍କ ପାଖକୁ ଯିବ, ସେଠି କିଛି ଅନୁଭୂତି ଆଣିବେ, ପୁଣି ଶରୀର ଭିତରକୁ ପଳେଇ ଆସିବେ। ଏମିତି ଦିନେ ସେ କରିଛନ୍ତି। ରାମକୃଷ୍ଣ ପରମହଂସ ଜାଣିଲେ ଯେ ପିଲା ଏମିତି କରୁଛି। ତାପରେ ତାଙ୍କ ପାଖରେ 7ଟା ବେଳେ ବିବେକାନନ୍ଦ ମାନେ ଉର୍ଦ୍ଧ୍ୱଗାମୀ ହେଇଛନ୍ତି। 7ଟାରୁ 9ଟା ପରେ ସେ ଶରୀରକୁ ଆସିଲେ। ତାପରେ ରାମକୃଷ୍ଣ ପରମହଂସ ତାଙ୍କୁ ଧିକ୍କାର କହୁଛନ୍ତି, ମୁଁ ଭାବିଥିଲି ତୁଇ ଗୋଟିଏ ପ୍ରକାଣ୍ଡ ବଟବୃକ୍ଷ ହବୁ, ସମଗ୍ର ମାନବ ଜାତିର ମାନବ ମାନଙ୍କୁ ତୁଇ ଉଦ୍ଧାର କରିବୁ, ସେମାନଙ୍କୁ ଜ୍ଞାନ ଦବୁ, କିନ୍ତୁ ତୁ କଣ କରୁଛୁ?
ତୋର ବ୍ୟକ୍ତିଗତ ସୁଖ ପାଇଁ ତୁ ଏଇ କାମ କରୁଛୁ। ତାପରେ କହିଲେ ଏଇ କାମ ଆଜିଠାରୁ ବନ୍ଦ ରହିଲା। ସେ ଘରର ସେ କାର୍ଯ୍ୟରେ ତାଲା ପଡିଲା, ଚାବିଟି ମୋ ହାତରେ ରହିଲା। ସମୟ ଆସିଲେ ତତେ ମୁଁ ସେ ଚାବିଟି ଦେବି। ତାପରେ ତୋର କାମ ହଉଛି ମାନବ ସେବା ହିଁ ମାଧବ ସେବା, ନର ସେବା ନାରାୟଣଙ୍କ ସେବା, ଜନତା ଜନାର୍ଦ୍ଦନ। ଦେଶ ସାରା ବୁଲିବୁ। ବିବେକାନନ୍ଦ ସେଇ ଗୁରୁଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ଯେତେବେଳେ ଦେଶ ସାରା ବୁଲିଛନ୍ତି ସେତେବେଳେ ସେ ଗୋଟେ ଗରିବ ଘରକୁ ଯାଇଛନ୍ତି, ଗରିବ ମାନଙ୍କର ଖାଇବାକୁ ପାଉନଥିବ ଲୋକମାନେ ତାଙ୍କୁ ଡାକିଛନ୍ତି। ସେ ସେଠି ଦେଖିଛନ୍ତି ଯେ ଏମାନେ ଖାଇବାକୁ ପାଉନାହାନ୍ତି, ପିନ୍ଧିବାକୁ ପାଉନାହାନ୍ତି। ସେତେବେଳେ ଭାରତର ଅବସ୍ଥା ବହୁତ ଖରାପ ଥିଲା। ଏବେ ସିନା ସରକାରଙ୍କ ତରଫରୁ ଖାଦ୍ୟ, ବସ୍ତ୍ର, ବାସଗୃହ ସୁବିଧାରେ ଆମକୁ ମିଳିଯାଉଛି, କିନ୍ତୁ ସେତେବେଳେ ବହୁତ ଅଭାବ ଥିଲା ଭାରତ। ତେଣୁ ସେ କହିଲେ ମୁଁ ତ ଯଦି ଏମାନଙ୍କର କିଛି ସେବା କରି ନ ପାରିଲି, ମୁଁ ଆସିଲେ ଏମାନଙ୍କୁ କଣ କହିବି? ଯେ ଏମାନଙ୍କ ବିଷୟରେ ଧର୍ମ ଚର୍ଚ୍ଚା ମୁଁ କଣ କରିବି? ଏମାନେ ତ ଖାଇବାକୁ ପାଉନାହାନ୍ତି। ତେଣୁ ଏମାନଙ୍କୁ କେମିତି ଖାଦ୍ୟ ଯୋଗେଇବା, ଖାଦ୍ୟ ଦରକାର ସେ ଚେଷ୍ଟା କରିବି। ତେଣୁ ଧନୀ ଲୋକମାନଙ୍କ ପାଖରୁ ଅର୍ଥ ସଂଗ୍ରହ କରି ଏ ଗରିବ ଲୋକମାନଙ୍କୁ କିଛି ଦାନ କରିବା ବ୍ୟବସ୍ଥା ମଧ୍ୟ ସେ କଲେ। ତାପରେ ତାଙ୍କୁ ଏତେ ବାଧିଲା, କହିଲେ ନା ଏ ଜୀବନ ରଖି କିଛି ଲାଭ ନାହିଁ, ଜଙ୍ଗଲକୁ ପଳେଇବି, ବାଘ ମତେ ଯେମିତି ଖାଇଦବ। ଯାଇଛନ୍ତି ଜଙ୍ଗଲକୁ ଯାଇଛନ୍ତି, ବାଘ ଆସିଛି, ବାଘ ତାଙ୍କୁ ଦେଖୁଛି, କିଛି ମୁହଁ ମୋଡ଼ିକି ପଳଉଛି। ଆରେ ଆଶ୍ଚର୍ଯ୍ୟ ହେଲେ ଯେ ବାଘ ମତେ ଖାଉନି। ତାପରେ ସେ ବୁଝିଲେ ମୋ ଜୀବନର ମଧ୍ୟ ଆଉ କିଛି ଉଦ୍ଦେଶ୍ୟ ଅଛି, ଆଉ କିଛି ଭଲ କାମ, ଭଗବାନଙ୍କ ପାଇଁ ଆଉ କିଛି କାମ ମଧ୍ୟ ମୁଁ କରିପାରିବି। ତାପରେ ସେ କାମ କଲେ। ଶେଷରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସେ ଯୋଉ କାମ କରିଛନ୍ତି, ସମ୍ପୂର୍ଣ୍ଣ ହବା ପୂର୍ବରୁ ସେ ମଣିଷ ମାନଙ୍କର ଦୁଃଖ ଦୂର କରିବା, ଫାଷ୍ଟ ବ୍ରେଡ ଦେନ୍ ରିଲିଜିଅନ, ଏଇ କଥାକୁ ସେ ଜନତା ଜନାର୍ଦ୍ଦନ, ନର ସେବା ନାରାୟଣଙ୍କ ସେବା, ଏଇଟା ଶିଖେଇ ଦେଲେ, କିନ୍ତୁ ସମ୍ପୂର୍ଣ୍ଣ କରିପାରିଲେ ନାହିଁ। ତାପରେ ଆସିଲେ ଆଉ ଜଣକ, ଏଇମାନେ ସବୁ ଜୀବନର ଉଦ୍ଦେଶ୍ୟ ଜାଣିଛନ୍ତି, ଜୀବନକୁ ସେମିତି ପରିଚାଳିତ କରିଛନ୍ତି, ମାନବ ମାନଙ୍କ ପାଇଁ କିଛି କାର୍ଯ୍ୟ କରିଛନ୍ତି। ତାପରେ ଆମେ ଆଲୋଚନା କରିବା ଶ୍ରୀ ଅରବିନ୍ଦଙ୍କ କଥା। ଶ୍ରୀ ଅରବିନ୍ଦ ଛୋଟ ବେଳୁ ବାପା ବିଦେଶକୁ ପଠେଇଛନ୍ତି, ବିଦେଶରେ ପାଠ ପଢିବେ। ବାପାଙ୍କର ଲକ୍ଷ୍ୟ ପୁଅ ମୋର ICS ହବ, ବଡ ଚାକିରି କରିବ। କିନ୍ତୁ ବାପାଙ୍କର ଭୁଲ ବଶତଃ କି ତାଙ୍କର ଅଲଗା ଚିନ୍ତାଧାରା, ସେ ଯୋଉ କଟ ପିସ୍, ଭାରତର ପରାଧୀନ ଭାରତର ସେ ଯୋଉ ଅତ୍ୟାଚାରର ଖବର କାଗଜରେ ସବୁ ଭାରତୀୟ ମାନଙ୍କୁ ଶାସକ ଇଂରେଜ ମାନେ କେମିତି ଅତ୍ୟାଚାର କରନ୍ତି, ସେ ବିଷୟରେ ଲେଖା ସବୁ କଟ ପିସ୍ ପଠାନ୍ତି। ଯଦି ପୁଅକୁ ICS କରିବାର ଅଛି ଉଦ୍ଦେଶ୍ୟ, ତେଣୁ ଭାରତର ଅବସ୍ଥାକୁ ପୁଅ ପାଖକୁ ପଠେଇବାର କାରଣ କଣ? ବିଧିର ବିଧାନ। ସେଠି ସେ ସ୍ୱପ୍ନ ଦେଖୁଛନ୍ତି ଯେ ଭାରତକୁ ସ୍ୱାଧୀନ କରିବା ପାଇଁ। ସେଠି ସଂଘ ଗଠନ କରିଛନ୍ତି, ଆସିଛନ୍ତି, ଭାରତକୁ ସ୍ୱାଧୀନତା କରିବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିଛନ୍ତି, ସଫଳତା ଆଡକୁ ଯାଇଛନ୍ତି। କିନ୍ତୁ ଉଦ୍ଦେଶ୍ୟ ତାଙ୍କର ସେଟା ନୁହଁ। ଭଗବାନଙ୍କର ଉଦ୍ଦେଶ୍ୟ ଶ୍ରୀ ଅରବିନ୍ଦ ଯାହା କରୁଛନ୍ତି ନୁହଁ। ସେଥିଲାଗି ତାଙ୍କୁ ଜାଣି ଶୁଣି ବିନା କାରଣରେ, ବିନା ଅପରାଧରେ ତାଙ୍କୁ ଆରେଷ୍ଟ କରାଯାଇଛି। ଆଲିପୁର ଜେଲ ଭିତରେ ଶ୍ରୀକୃଷ୍ଣ ତାଙ୍କୁ ତାଙ୍କ ଜୀବନର ଲକ୍ଷ୍ୟ ବିଷୟରେ ବତେଇଛନ୍ତି, ଯେ ତତେ ଅଣା ଯାଇଛି ଏଠି, ଯେ ତୋର କିଛି କ୍ଷତି ହବ ତାହା ନୁହଁ। ତୁ ଗୋଟିଏ ବର୍ଷ ରହିବୁ, ନିର୍ଦ୍ଦୋଷରେ ମୁକ୍ତ ହବୁ, କିନ୍ତୁ ତୋ ଜୀବନର ଉଦ୍ଦେଶ୍ୟ କଣ ପାଇଁ ତୁ ଜୀବନଟି ପାଇଛୁ ସେଟାକୁ ତୁ ଭୁଲି ଯାଇଛୁ। ତେଣୁ ତତେ ଜଣେଇବା ପାଇଁ ଏଠାକୁ ଅଣା ହେଇଛି। ସେଇଠି ଆଲିପୁର ଜେଲ ଭିତରେ ଶ୍ରୀ ଅରବିନ୍ଦଙ୍କର ଯୋଗ ଆରମ୍ଭ ହେଇଛି। ବିବେକାନନ୍ଦ ମଧ୍ୟ ତାଙ୍କୁ ଦେଖିଛନ୍ତି। ବାସୁଦେବ ଶ୍ରୀକୃଷ୍ଣ ପାଖେ ପାଖେ ରହି ତାଙ୍କ ଜୀବନକୁ ପରିଚାଳିତ କରିଛନ୍ତି, ତାଙ୍କ ଜୀବନର ଉଦ୍ଦେଶ୍ୟ ବୁଝେଇଛନ୍ତି। ତାପରେ ଶ୍ରୀ ଅରବିନ୍ଦ ଆଲିପୁର ଜେଲରୁ ବର୍ଷେ ଭିତରେ ନିର୍ଦ୍ଦୋଷରେ ଖଲାସ ହେଇଛନ୍ତି। ଇଂରେଜ ସରକାର ଭାବିଥିଲା ଯେ ୟାଙ୍କୁ ଯଦି ଆମେ ଆରେଷ୍ଟ କରିବୁ ନାହିଁ, ମିଛରେ ତାଙ୍କୁ ଯଦି ମୃତ୍ୟୁବରଣ ନ କଲେ ଆମେ ଭାରତକୁ ବେଶୀ ଦିନ ସ୍ୱାଧୀନ କରିପାରିବୁ ନାହିଁ। କିନ୍ତୁ ତାଙ୍କର ସଫଳ ହେଲେ ନାହିଁ। ଶ୍ରୀ ଅରବିନ୍ଦ, ଆରମ୍ଭର ନାଁ ଥିଲା ଅରବିନ୍ଦ ଘୋଷ, କିନ୍ତୁ ସେ ହେଲେ ଶ୍ରୀ ଅରବିନ୍ଦ। ଶ୍ରୀ ଅରବିନ୍ଦ ଯେତେବେଳେ ହେଲେ, ଆମେ ବି ଜାଣିଛନ୍ତି ସେ ପରିବାର ପାଇଁ ବିବାହ ହେଇଥିଲେ, ଭାଇ ଭଉଣୀ ଥିଲେ। ପରିବାର ପାଇଁ ତାଙ୍କ ସ୍ତ୍ରୀଙ୍କୁ 3ଟି ପାଗଳାମୀ ବିଷୟରେ ସେ ଲେଖିଥିଲେ, ଯେ
ମୁଁ ଯେତିକି ଅର୍ଥ ପ୍ରଥମ ପାଗଳାମି ହେଉଛି ଯେ ମୁଁ ଯେତିକି ଅର୍ଥ ରୋଜଗାର କରୁଛି ସେ ଅର୍ଥ ମୁଁ ମୋର ବ୍ୟବହାର ପାଇଁ ଖର୍ଚ୍ଚ କରିବି, ଆଉ ଯେତିକି ଅର୍ଥ ବଳିଲା ମୁଁ ଭଗବାନଙ୍କୁ ଦାନ କରିବି। ଯଦି ଦାନ ନ କଲି ହେଲେ ମୁଁ ଗୋଟିଏ ଚୋର। ଶ୍ରୀ ଅରବିନ୍ଦଙ୍କର ଏଇ ପ୍ରଥମ ପାଗଳାମିକି ଆମେ ଯଦି ଆମ ଜୀବନ କ୍ଷେତ୍ରରେ ପ୍ରୟୋଗ କରିବା, ହେଲେ ଆମେ ଯେତିକି ଅର୍ଥ ରୋଜଗାର କରୁଛୁ, ଆମର ବ୍ୟବହାର ପାଇଁ ଯେତିକି ଖର୍ଚ୍ଚ କରୁଛୁ, ଆଉ ସବୁ କଣ ଆମେ ଭଗବାନଙ୍କୁ ଦେଉଛୁ? କିନ୍ତୁ ଶିକ୍ଷିତ ମାନେ ଆଏସ୍ ପାଉଛନ୍ତି, ଓଏସ୍ ପାଉଛନ୍ତି, ଚାକିରି କରୁଛନ୍ତି, ବହୁତ ଅର୍ଥ ରୋଜଗାର କରୁଛନ୍ତି। ଠିକ କିଛି ବର୍ଷ ପୂର୍ବରୁ ଲକ୍ଷ୍ୟ ସବୁ ସମସ୍ତଙ୍କୁ କୁହାଯାଉନି ଯେ ଏ ତ ଜାଣିଛନ୍ତି ଅର୍ଥ ତାଙ୍କ ପାଇଁ ଯେତିକି, କିନ୍ତୁ ସେ ଦୁର୍ନୀତି କରୁଛନ୍ତି, ଜେଲ ଯାଉଛନ୍ତି। ଏଇଟା ହଉଛି କଣ ଆମ ଜୀବନର ମାନବ ଜୀବନର ଲକ୍ଷ୍ୟ? ଏଇଥିପାଇଁ କଣ ସେ ଏତେ ବଡ ବଡ ଚାକିରି କଲେ? ଯୋଉ ଟଙ୍କା ସେ ଦୁର୍ନୀତିରେ ରହିଲେ, ସେ କାହା ଟଙ୍କା? ସେ ସାଧାରଣ ଦେଶର ଟଙ୍କା। ଧରା ପଡୁଛନ୍ତି, ଜେଲ ଯାଉଛନ୍ତି। ସ୍ୱତନ୍ତ୍ର ସରକାର ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ଜେଲ କରିଛନ୍ତି, ତେହାର ଜେଲ। ସେଇଠି ସବୁ ବଡ ବଡ ମାନେ ଧନୀ, ଜ୍ଞାନୀ, ମାନି, ଦେଶ ପାଇଁ ଖରାପ କାମ କରିଥିବା ଲୋକମାନେ ସେଟା ଆରେଷ୍ଟ ହେଇକି ରହନ୍ତି। ଶ୍ରୀ ଅରବିନ୍ଦଙ୍କର ପ୍ରଥମ ଚିଠି ମୃଣାଳୀ ଦେବୀକୁ ଯେ ମୁଁ ଯଦି ଏତିକି ଟଙ୍କା ଗଲା, ଦ୍ୱିତୀୟରେ ମୁଁ ସେ ଟଙ୍କା ମୋ ପରିବାର ପାଇଁ ମଧ୍ୟ କିଛି ଖର୍ଚ୍ଚ କରିବି, ତାହା ହଉଛି ମୋର କର୍ତ୍ତବ୍ୟ। ତମେ ଜାତି ଭିତରେ ହସ୍ତକ୍ଷେପ କରିବ ନାହିଁ। ତୃତୀୟ ହଉଛି ଯଦି ଭଗବାନ ବୋଲି କିଏ ଜଣେ ଅଛନ୍ତି, ତାଙ୍କୁ ମୁଁ ଜୀବନ କାଳ ଭିତରେ ଖୋଜିବି। ହୁଏତ ମତେ ତମେ ପାଗଳ କହିବି ପାର, ପାଗଳ ସ୍ୱାମୀର ଏ କାହାଣୀ ତୁମକୁ ନିଶ୍ଚୟ ପାଗଳାମି ଲାଗିବ, କିନ୍ତୁ ତମେ ଯଦି ଚାହୁଁଛ ହେଲେ ମୋ ସାଙ୍ଗେ ସାଙ୍ଗେ, ଯେହେତୁ ମୋର ଧର୍ମପତ୍ନୀ, ମୋ ସାଙ୍ଗେ ସାଙ୍ଗେ ତମେ ଆସି ତ ସାଙ୍ଗରେ ତ ଆସିପାରିବନି, ମୋ ପଛେ ପଛେ ତମେ ଆସିପାର। ତାପରେ ଶ୍ରୀ ଅରବିନ୍ଦ ଭଗବାନଙ୍କୁ ଖୋଜିଛନ୍ତି। ସେ ଆଲିପୁର ଜେଲ ହଉ ଯୋଉଠି ହଉ, ସେ ଭଗବାନଙ୍କୁ ଖୋଜିକି ପାଇଛନ୍ତି କଣ? ସେ ଦେଖିଛନ୍ତି ଯେ ମଣିଷ ଜୀବନ ଭିତରେ ଶ୍ରୀକୃଷ୍ଣ ଆସିଲେ, ପ୍ରେମ ରାଜ୍ୟ ପ୍ରତିଷ୍ଠା କଲେ, ରାମଚନ୍ଦ୍ର ଆସିଲେ, ରାମ ରାଜ୍ୟ ପ୍ରତିଷ୍ଠା କଲେ, କିନ୍ତୁ ମଣିଷର ଏ ଅବସ୍ଥା କାହିଁକି? ମଣିଷର ଏ ଦୁଃଖ କାହିଁକି? ମଣିଷର ଏ ଅବସ୍ଥା ପାଇଁ ଦାୟୀ କି? ଶେଷରେ ହିଁ ସେ ଜାଣିଛନ୍ତି ଯେ ମଣିଷ ଯେତେ ପର୍ଯ୍ୟନ୍ତ ନିଜ ମନ ଦ୍ୱାରା ପରିଚାଳିତ ହଉଥିବ, ଭିତରେ ତାର ନିଶ୍ଚୟ ରାଗ, ଲୋଭ, ଅହଙ୍କାର ଥିବ। ଅହଙ୍କାରଟା ହିଁ ସବୁଠାରୁ ବଡ ଶତ୍ରୁ। ସେତେ ପର୍ଯ୍ୟନ୍ତ ଇଏ ଏମିତି ଦୁଃଖ ଭୋଗ କରିବ। ସେଇଥିପାଇଁ ମଣିଷ ଭିତରେ ଆଉ ଗୋଟେ ଅଛନ୍ତି ଚୈତ୍ୟ ସତ୍ତା, ପରମାତ୍ମା, ଆତ୍ମା। ସାରି ନିର୍ଦ୍ଦେଶରେ ଯଦି ମଣିଷ ପରିଚାଳିତ ହବ, ହେଲେ ସେ ଯେମିତି ବର୍ତ୍ତମାନ ଆମେ ମାନବ ଅବସ୍ଥାରେ ଅଛୁ, ମାନବତ୍ୱ ଯଦି ଆମେ ଆମ ଭିତରେ, ମଣିଷ ଯଦି ତାର ଜୀବନରେ ମନୁଷ୍ୟତ୍ୱଟାକୁ ପରିପ୍ରକାଶ କରି ନ ପାଇଲା, ହେଲେ ସେ କି ମଣିଷ ହେଲା? ଯଦି ଆମ ଭିତରେ ମାନବ ରୂପ ଧାରଣ କରିଛନ୍ତି, କିନ୍ତୁ ମାନବତ୍ୱକୁ ଯଦି ଆମେ ପ୍ରକାଶ କରି ନ ପାରିଲେ, ଜୀବନ ଭିତରେ ଯଦି ଜାଣି ନ ପାରିଲେ, ହେଲେ ସେ ମଣିଷ ଜନ୍ମ ପାଇକିରି ଲାଭ କିଛି ନାହିଁ। ଏହିପରି ଜନ୍ମ ମୃତ୍ୟୁ ଭିତରେ ଆମେ ପଢୁଥିବା, ତେଣୁ କିଛି ଏ ଜୀବନରେ ଆମେ ଉଦ୍ଦେଶ୍ୟ ବିଷୟରେ କିଛି ଜାଣିପାରିବା। ଆହୁରି ଗୋଟେ ଛୋଟିଆ କଥାଟି, ଯଦି ଗୋଟେ ଗାଁରେ ଗୋଟେ ଧନୀ ଲୋକଟିଏ ଥିଲା, ବହୁତ ତାର ଖାଦ୍ୟ, ବହୁତ ଧନୀ। ତାଙ୍କ ଘରେ ଗୋଟେ ମୂଷାଟିଏ ଥିଲା। ସେ ମୂଷା ସେ ଧନୀ ଘରୁ ଖାଇ ପିଇକି ପୁରା ହୃଷ୍ଟପୃଷ୍ଟ ହେଇଛି, ମୋଟା ହେଇଯାଇଛି। ସେ ଧନୀ ଘର ପାଖରେ ଆଉ ଗୋଟେ ଗରିବ ଘର ଲୋକ ଥିଲା, ତାଙ୍କ ଘରେ ମଧ୍ୟ ଗୋଟେ ମୂଷା ଥିଲା। ସେ ପୁରା ପତଳା, ଖାଇବାକୁ ପାଉନି, ତାଙ୍କ ଲୋକ ତ ଖାଇତେ ପାଉନାହାନ୍ତି, ସିଏ କଣ ପାଇବ? ଯେ ଯାଏ ସେ ଚେଷ୍ଟା କରି 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 ସରୁ ବାଟରେ ସେ ଧନୀ ଘରକୁ ପଶିଲା। ଧନୀ ଘର ପଶିଲା, ଦେଖୁଛି ଧନୀ ଘରର ମୂଷାଟି କହିଲା ବହୁତ ମୋଟା ଅଛି, କହିଲା ଯାହା ହଉ ତୁ ତ ବହୁତ ଭଲରେ ଅଛୁ, ଆଉ ଖାଇ ପିଇ ପୁରା ହୃଷ୍ଟପୃଷ୍ଟ ହେଇଛୁ, ଆଉ ମତେ ଏଠି କିଛି ଦିନ ରହ, ମୁଁ କିଛି ଖାଇକି ମୋ ସ୍ୱାସ୍ଥ୍ୟ ଟିକେ ପରିବର୍ତ୍ତନ ହଉ। କହିଲା ରହୁନ, ଏଠି ରହ। ସେଠି ରହିଲା ପରେ ସିଏ ବେଳେ ମୋଟା ହେଇଯାଇଛି। ତାପରେ ମୋଟା ସେଇ ଘର ଧନୀ ଘରର ମୂଷାଟି କହୁଛି, ତୁ ତ 2-3 ମାସ ରହିଲୁଣି, ତୋର ସ୍ୱାସ୍ଥ୍ୟର ପରିବର୍ତ୍ତନ ହେଲାଣି, ତୁ ତ ମୋରି ଭଳି ମୋଟା ହେଇଗଲୁଣି, ଆଉ ଏବେ ତୁ ତମ ଘରକୁ ଯା। ଯେ କହିଛି ସିଏ ଆଉ ତାଙ୍କ ଘରକୁ ଆସିପାରୁନି, କାରଣ ଆସିଥିଲା ବେଳେ ଗୋଟେ ସରୁ ବାଟଟିଏ ଥିଲା, ଏମିତି ସେ ମୋଟା ହେଇଗଲାଣି। ମୋଟା ହବାର ଉଦ୍ଦେଶ୍ୟ, ସେ ତାକୁ ମୋଟା ମଶାଟି କହୁଛି ତୁ ଯେମିତି ଆସିଥିଲୁ ସେମିତି ଯା। ଆମ କହିବାର ଏଟା ଉଦ୍ଦେଶ୍ୟ, ଆମେ ଯେତେବେଳେ ପୃଥିବୀ ପୃଷ୍ଠକୁ ଆସନ୍ତି, ଭଗବାନ
ଆମକୁ କିଛି ଉଦ୍ଦେଶ୍ୟ ରଖିକିରି ପଠେଇଥାନ୍ତି। କିନ୍ତୁ ଆମେ ଏଠି କଣ କରୁ, ଲୋଭବଶତଃ ଦୁର୍ନୀତି କରି ରୋଗ ନା ଯୋଉ ଲୋଭ ଅହଙ୍କାର ଏଇଗୁଡାକ ସବୁ ହେଇ ଆମେ ମୋଟେଇ ଯାଉ। ତାପରେ ଭଗବାନଙ୍କ ପାଖକୁ ଯିବା ପାଇଁ ଆମକୁ ଆଉ ବାଟ ମିଳେ ନା। ତେଣୁ ଆମ ଜୀବନଟା ଦୁଃଖପୂର୍ଣ୍ଣ ହୁଏ। କାରଣ ଭଗବାନ ଯୋଉ ଉଦ୍ଦେଶ୍ୟରେ ଆମକୁ ପଠେଇଥାନ୍ତି ତାଙ୍କ ଉଦ୍ଦେଶ୍ୟ ପୂରଣ ନହେଲା ପର୍ଯ୍ୟନ୍ତ ଆମେ ଏମିତି ଜନ୍ମ ମୃତ୍ୟୁର ଚକ୍ରି ଭିତରେ ଆମେ ଘୁରୁଥିବା, ଯାଉଥିବା ଫେର ଆସୁଥିବା, ଯାଉଥିବା ଫେର ଆସୁଥିବା। ଆମ ଜୀବନ ଭିତରେ ଯେତିକି ସେ ଆମ ପାଇଁ ଯୋଉ ଉଦ୍ଦେଶ୍ୟ ରଖିକିରି ପଠେଇଛନ୍ତି, ଯଦି ସେ ଉଦ୍ଦେଶ୍ୟ ତାଙ୍କର ପୂରଣ ନ ହେଇଛି ପୁଣି ଆମକୁ ପଠେଇବେ। ଆମେ ପୁଣି ଏଇ ଜନ୍ମ ମୃତ୍ୟୁ ଭିତରେ ରହୁଥିବା। ତେଣୁ ଏଇପରି ଭାବରେ ଜୀବନର ଉଦ୍ଦେଶ୍ୟକୁ ଆମେ ସାଧାରଣ ଲୋକରୁ କେତେ ଲୋକ ମଧ୍ୟ ବୁଝିଥିବା, ସମସ୍ତେ ଯେ ସାଧାରଣ ସ୍ତରରୁ ଉର୍ଦ୍ଧ୍ୱ ଚେତନରେ ନ ରହିଛନ୍ତି ତା ମାନେ ନାହିଁ। ଆମେ ନିଶ୍ଚୟ କେତେ ଲୋକ ବୁଝିଥିବା, ଆଉ ବୁଝିବା ପାଇଁ ହିଁ ଆମର ଏଇ ପାଠଚକ୍ର, ବୁଝିବା ପାଇଁ ମା ଶ୍ରୀ ଅରବିନ୍ଦ ବହୁତ ବହୁତ ପୁସ୍ତକ ରଚନା କରିଛନ୍ତି। କେବଳ ଆମେ ଏଇ ପାଠଚକ୍ର ମାଧ୍ୟମରେ ଜୀବନକୁ ଯଦି ଚଲାପଥର ବା ଜୀବନକୁ ଉଦ୍ଦେଶ୍ୟ ନିଶ୍ଚୟ ଆମେ ଜାଣିପାରିବା। ମା ପାଖେ ପାଖେ ଆମର ଅଛନ୍ତି, ଜୀବନକୁ ପରିଚାଳିତ ସିଏ ହଉଛନ୍ତି ଆମ ଡଙ୍ଗାର ନାଉରୀ। ତାଙ୍କୁ ପାଖରେ ସମର୍ପଣ କରି, ତାଙ୍କୁ ଧାରଣା କରି, ତାଙ୍କ ଚିନ୍ତାଧାରାରେ, ତାଙ୍କ ନିର୍ଦ୍ଦେଶରେ ଆମେ ଆମ ଜୀବନର ଉଦ୍ଦେଶ୍ୟ ବୁଝିପାରି ସେହିପରି ଭାବରେ ନିଜ ଜୀବନକୁ ପରିଚାଳିତ କଲେ ଏଇ ମାନବ ଦିନେ ଦିବ୍ୟ ମାନବ ହବ। ଶ୍ରୀ ଅରବିନ୍ଦଙ୍କର ସ୍ୱପ୍ନ ଅତିମାନବ ସୃଷ୍ଟି ବା ଶ୍ରୀ ଅରବିନ୍ଦଙ୍କର ସ୍ୱପ୍ନ ସାର୍ଥକ ହବ। ଏତିକିରେ ରହିଲି। ବନ୍ଦେ ମାତରମ୍।